ଗୁରୁଦେବ, ଆଜି ମୁଁ ନିଶ୍ଚିନ୍ତ ବଡ଼ ଭାଗ୍ୟବାନ ମଣୁଛି ନିଜକୁ। କୁଳର ପ୍ରଦୀପ ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ର ହସ୍ତେ ରାଜ୍ୟଭାର କରିବି ଅର୍ପଣ। ମହାରାଜା ଦଶରଥ, ରାମଚନ୍ଦ୍ର ଅଯୋଧ୍ୟାର ଯୁବରାଜ ରୂପେ ହେଲେ ଅଭିଷିକ୍ତ। ନନ୍ଦନ ବନୁ ଝରିବ ଦିବ୍ୟ ପାରିଜାତ। ତବ ସୁଖଠାରୁ ଆମ୍ଭ ସୁଖ ରାଶି ହେବ ଦ୍ୱିଗୁଣିତ। ଜାଣେ ଗୁରୁଦେବ, ପୁତ୍ର ମୋର ରାମଚନ୍ଦ୍ର ସମସ୍ତଙ୍କ ପ୍ରିୟ। ସେଥିପାଇଁ ତ ସମସ୍ତଙ୍କ ମତାମତ ଲୋଡ଼ିବାକୁ ବିଶାଳ ସମାବେଶର କଲି ଆୟୋଜନ। ପାତ୍ର ମନ୍ତ୍ରୀ ସଭାସଦ ଗ୍ରାମବାସୀ ଜନପଦବାସୀ ସମସ୍ତଙ୍କ ସମ୍ମୁଖରେ କଲି ମୁଁ ଘୋଷଣା। ଦେଖିଲ ତ କିପରି ସମର୍ଥନ ମିଳିଲା ରାମର ସପକ୍ଷେ। କିଏ ବା କିପରି ତାଙ୍କୁ କରିବ ଅବଜ୍ଞା। ରାମଚନ୍ଦ୍ର ଆପଣଙ୍କର ପୁତ୍ର ସତ, ତା ସହିତ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ସେ। ରଘୁବୀର ରାମଚନ୍ଦ୍ର କ୍ଷମାରେ ପୃଥିବୀ, ବୁଦ୍ଧିରେ ବୃହସ୍ପତି, ବୀରତ୍ୱରେ ସରିସମ ଇନ୍ଦ୍ରଙ୍କ ସହିତ। ଶସ୍ତ୍ରଧାରୀଙ୍କ ମଧ୍ୟରେ ସେ ଶ୍ରେଷ୍ଠ, ପୁଣି ଗୁରୁ ବ୍ରାହ୍ମଣଙ୍କର ସେବକ। ଏଭଳି ପୁତ୍ର ଲାଭ କରିବା ମହାଭାଗ୍ୟ ମହାରାଜ। ଆପଣଙ୍କ ମୁଖରୁ ଶୁଣି ଏ ବଚନ ପ୍ରାଣ ମୋର ଲଭିଅଛି ଶାନ୍ତି। ଗୁରୁଦେବ, ଆପଣଙ୍କ ଆଶୀର୍ବାଦେ ସର୍ବସ୍ଥାନେ ସର୍ବଦିଗେ ଉଡ଼ାଇଛି ବିଜୟ କେତନ। ଇକ୍ଷ୍ୱାକୁ ବଂଶୀୟ ରାଜାଙ୍କର ଏହି ବିଶାଳ ରାଜ୍ୟକୁ ପୁତ୍ର ପରି କରିଛି ପାଳନ। କିନ୍ତୁ ଏ ପରିଣତ ବୟସରେ ବାର୍ଦ୍ଧକ୍ୟ କାଳରେ ମୁଁ ଚାହେଁ ଶାନ୍ତିରେ ବିଶ୍ରାମ। ରାମଚନ୍ଦ୍ର ହସ୍ତେ ରାଜ୍ୟଭାର କରିଲେ ଅର୍ପଣ, ସବୁ ଚିନ୍ତା ଯିବ ମନୁ ମୋର। ତେବେ ତ ଶୁଭ କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରାଇବା ଆବଶ୍ୟକ। ମୁଁ ମଧ୍ୟ ତାହା ହିଁ ସ୍ଥିର କରିଛି ମନ୍ତ୍ରୀ, କେବଳ କୁଳଗୁରୁ ବଶିଷ୍ଠଙ୍କ ଆଦେଶକୁ ଅପେକ୍ଷା। ବେଶ, ତେବେ ଶୁଣନ୍ତୁ ରାଜନ, ଚୈତ୍ର ମାସ ପୁଷ୍ୟା ନକ୍ଷତ୍ରରେ ଅଭିଷେକ କରାଅ ଶ୍ରୀରାମେ। ଯଥାର୍ଥ କହିଛନ୍ତି ଗୁରୁଦେବ, ଯଥାର୍ଥ କହିଛନ୍ତି। ମନ୍ତ୍ରୀରେ ଆଦେଶନ୍ତୁ ନୃପ। ଅଭିଷେକ ସାମଗ୍ରୀ ସକଳ ବିଧି ମତେ ଆଜିଠାରୁ କରନ୍ତୁ ସେ ଯଥା ଆୟୋଜନ। ମନ୍ତ୍ରୀ ସୁମନ୍ତ, ଶୁଣିଲ ତ ରାଜଗୁରୁଙ୍କ କଥା। ଅଯୋଧ୍ୟା ନରେଶ, କହିବାରେ ନାହିଁ ପ୍ରୟୋଜନ। ଅଭିଷେକ ପାଇଁ ଯାହା ଯାହା ଲୋଡ଼ା ବିଧି ମତେ ହେବ ଆୟୋଜନ। ଅଭିଷେକ ହେବ ରାମଙ୍କର, ଏ ଶୁଭ କର୍ମରେ କେହି ନ କରିବେ। ଯାଅ ମନ୍ତ୍ରୀବର, ରାମଚନ୍ଦ୍ରେ ଦିଅ ଏ ସୂଚନା। ଅବିଳମ୍ବେ ମିଳିବେ ସେ ମୋର ସନ୍ନିଧାନେ। ପଠାଇ ଦୂତଙ୍କୁ ନଗ୍ରେର ସ୍ଥାନେ ସ୍ଥାନେ କରାଅ ଘୋଷଣା। ମାତନ୍ତୁ ଆନନ୍ଦେ ସର୍ବ ପ୍ରଜାଗଣ ଅଭିଷେକ ଛବେ। ଯଥାଜ୍ଞା ମହାରାଜ। ହେ କୁଳଗୁରୁ, ଦିଅନ୍ତୁ ଆଶିଷ। ତବ ଆଶିଷରେ ସର୍ବକାର୍ଯ୍ୟ ଶୁଭେ ଶୁଭେ ହେଉ ସମାପନ। ହେ ନରେଶ, ଯଶ ତବ ରହୁ କାଳେ କାଳେ। ଏବେଠାରୁ ଅଭିଷେକ ପାଇଁ ସର୍ବେ ହୋଇବା ପ୍ରସ୍ତୁତ। ଦିଅନ୍ତୁ ବିଦାୟ, ଯାଏ ମୁହିଁ। ନିମନ୍ତ୍ରିବି ଋଷି ଆଉ ବ୍ରାହ୍ମଣ ଗଣକୁ ଏହି ଶୁଭକର୍ମ ପାଇଁ। ପ୍ରଣାମ। ଯଶସ୍ୱୀ ଭବ। ଆଃ, ଆନନ୍ଦରେ ଚିତ୍ତ ମୋର ହୁଏ ଆନମନା। ବହୁ ଦିନ ସ୍ୱପ୍ନ ମୋର ହୋଇବ ସଫଳ। ଜ୍ୟେଷ୍ଠ ପୁତ୍ର ରାମ ମୋର ସର୍ବଗୁଣେ ପରିପୂର୍ଣ୍ଣ ବୀର ଧନୁର୍ଦ୍ଧର। ହସ୍ତେ ତାର ଅର୍ପି ରାଜ୍ୟଭାର, ଶାସନ ଦାୟିତ୍ୱ ମୁହିଁ ନେବି ଅବସର। ରାଜପଦେ ଦର୍ଶନ ମୁଁ କରି ରାଘବକୁ, ବୃଦ୍ଧ କାଳେ ଲଭୁଥିବି ପରମ ପ୍ରଶାନ୍ତି। ପିତା, ପିତା, ପ୍ରଣାମ ଗ୍ରହଣ କରନ୍ତୁ ପିତା। ଆୟୁଷ୍ମାନ ଭବ। ପୁତ୍ର ରାମଚନ୍ଦ୍ର, ମୁଁ ତୁମକୁ ହିଁ ଅପେକ୍ଷା କରିଥିଲି। ଆଦେଶ କରନ୍ତୁ ପିତା, କିବା କାର୍ଯ୍ୟ ମୋତେ କରିଲେ ସ୍ମରଣ। ବତ୍ସ, କାଲି ରାତ୍ରେ ଦେଖିଲି ମୁଁ ଭୟଙ୍କର ସ୍ୱପ୍ନ। କ'ଣ କହିଲେ ପିତା? ଭୟଙ୍କର ସ୍ୱପ୍ନ? କି ସ୍ୱପ୍ନ ଦେଖିଲେ? ସ୍ୱପ୍ନ ଦେଖିଲି ଭୟଙ୍କର ଶବ୍ଦ କରି ଘଟି ଚାଲିଛି ଉଲ୍କାପାତ। ସ୍ୱପ୍ନର ରହସ୍ୟ ଜାଣିବା ପାଇଁ ଜ୍ୟୋତିଷଙ୍କ ସହ କଲି ପରାମର୍ଶ। କ'ଣ କହିଲେ ଶାସ୍ତ୍ରଜ୍ଞ ଜ୍ୟୋତିଷ? କହିଲେ ସେ, ମୋର ଜନ୍ମ ନକ୍ଷତ୍ରକୁ ଆକ୍ରମଣ କରୁଛି ତିନୋଟି ଦାରୁଣ ଗ୍ରହ, ସୂର୍ଯ୍ୟ, ମଙ୍ଗଳ ଓ ରାହୁ। ବଡ଼ ବିପତ୍ତିର ସୂଚନା। ତେଣୁ ନା ନା ପିତା, ଦେବାସୁର ବିଜୟୀ ରଘୁରାଣଙ୍କୁ କି ବିପଦ ବା ଗ୍ରାସ କରିପାରେ? ଆପଣଙ୍କୁ ଶୋଭା ନୁହେଁ ଅଯଥା ଆଶଙ୍କାରେ ବିଚଳିତ ହେବା। ପୁତ୍ର, ମୁଁ ବୃଦ୍ଧ, ଦୀର୍ଘାୟୁ ହୋଇ ସମସ୍ତ ଅଭିଳଷିତ ବିଷୟ ଭୋଗ କରି ସାରିଛି। ଆଉ ମୋର କୌଣସି ବିଷୟ ବାସନା ଭୋଗ କରିବାର ନାହିଁ।
কিংবা ନାହିଁ ଆଉ ଅପ୍ରାପ୍ତିର ଆଶଙ୍କା। କିନ୍ତୁ ଆଉ ଗୋଟିଏ ଗୁରୁ ଦାୟିତ୍ୱ ବାକି ରହିଛି। ଗୁରୁ ଦାୟିତ୍ୱ? ହଁ ବତ୍ସ, ପ୍ରଚୁର ଦାନ ଦକ୍ଷିଣା ଦେଇ ଶହ ଶହ ଯଜ୍ଞାନୁଷ୍ଠାନ କରି ତୁମକୁ ପାଇଛି ପୁତ୍ର ରୂପେ। ବର୍ତ୍ତମାନ ମୋର ଏକମାତ୍ର ଦାୟିତ୍ୱ ତୁମକୁ ରାଜପଦରେ ଅଭିଷିକ୍ତ କରିବା। ମୁଁ ଜାଣେ ପିତା, ମୋ ପ୍ରତି ଆପଣଙ୍କ ସ୍ନେହ ଅସୀମ। କିନ୍ତୁ ପିତାଙ୍କ ଅଗ୍ରତେ ଦଣ୍ଡଛତ୍ର ଧରିବ କିପରି ପୁତ୍ର? ଶୋଭା ପାଇବ କି ଏହା ଜନସମାଜକୁ? ଭୀତ ହୁଅ ନାହିଁ ବତ୍ସ, କର ମୋର ଆଦେଶ ପାଳନ। ଅସୁନ୍ଦର ନୋହିବ କାହାକୁ। ସୀତା ସହ ସିଂହାସନେ ତୁମ୍ଭଙ୍କୁ ଦେଖିଲେ ପବିତ୍ର କରିବେ ନେତ୍ର ସମସ୍ତ ପ୍ରଜାଏ। ପିତା ଆଜ୍ଞା ଟାଳିବାକୁ ସାଧ୍ୟ ନାହିଁ ଏ ଦିନ ପୁତ୍ରର। ତବ ଆଜ୍ଞା ହେଲେ ଚାଲିପାରେ ଅସିଧାରେ। ପ୍ରୀତ ହେଲି ପୁତ୍ର। ପୁନର୍ବସୁ ନକ୍ଷତ୍ରରେ ରହିଛନ୍ତି ଚନ୍ଦ୍ର। ଚନ୍ଦ୍ର ଯେବେ ପୁଷ୍ୟା ନକ୍ଷତ୍ରରେ ହେବେ ଯୁକ୍ତ, ଅଭିଷେକ ପାଇଁ ତାହା ପ୍ରକୃଷ୍ଟ ସମୟ। ତବ ଅଭିଷେକ ଦେଖି ପବିତ୍ର ହୋଇବ ଆତ୍ମା, ନିଖିଳ ଅନ୍ତର। ଆସ ବତ୍ସ, ଆସ ମୋ ସଙ୍ଗରେ। ଶୁଣ ଶୁଣ ଶୁଣ, ଇକ୍ଷ୍ୱାକୁ ବଂଶତିଳକ ସତ୍ୟସନ୍ଧ ପ୍ରଜାବତ୍ସଳ ମହାରାଜ ଦଶରଥ ଘୋଷଣା କରିଛନ୍ତି, ଆସନ୍ତାକାଲି ପ୍ରଭାତରେ ମହାରାଜାଙ୍କର ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ଅନୁଷ୍ଠିତ ହେବ। ଏହି ଉତ୍ସବରେ ସମସ୍ତ ଅଯୋଧ୍ୟାବାସୀ ଭୂରି ଭୋଜନରେ ଆପ୍ୟାୟିତ ହେବେ। ନୃତ୍ୟ ସଙ୍ଗୀତ ମନୋରଞ୍ଜନରେ ସମସ୍ତେ ଏହି ଉତ୍ସବକୁ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରିବେ। ଶୁଣ ଶୁଣ ଶୁଣ, ଇକ୍ଷ୍ୱାକୁ ବଂଶତିଳକ ସତ୍ୟସନ୍ଧ ପ୍ରଜାବତ୍ସଳ ମହାରାଜ ଦଶରଥ ଘୋଷଣା କରିଛନ୍ତି, ଆସନ୍ତାକାଲି ପ୍ରଭାତରେ ମହାରାଜାଙ୍କର ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ଅନୁଷ୍ଠିତ ହେବ। ଏହି ଉତ୍ସବରେ ସମସ୍ତ ଅଯୋଧ୍ୟାବାସୀ ଭୂରି ଭୋଜନରେ ଆପ୍ୟାୟିତ ହେବେ। ନୃତ୍ୟ ସଙ୍ଗୀତ ମନୋରଞ୍ଜନରେ ସମସ୍ତେ ଏହି ଉତ୍ସବକୁ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରିବେ। सारा अयोध्या नगरी रे आजिठार प्रस्तुति आरंभ हो गलानी। राति पाहिले काली रामचंद्र अयोध्या कटकर राजसिंहासन रे बसिबो, दंड छत्र धरिबो। मोला मोर राइजटा सारा कोन चहळ पडिची। जा मोर सुनुची खाली राम राम। आम भरत नाटा मुहरे धरिबा कोन काजिबो छेड़ी पडुची। आलो मंथरा, कौन हेची एमिति गरगर काहे कि होचु? गरगर हेबिनी कोन खुशी रे डेइबी। बुझिला महादेई, तम अक्षय स्वभाव नष्ट हब बोली जानी मो मन भीतरटा खाली कोन नाही कोन हे जाउची। एमिति कोन कहूछु मंथरा? कहिबी नाही, तमे बाई आसिला दिनु तम सांगरे मु ए उआसको आसीथिली। महारानी परा तम सांगरे पठेइथिले तम सुख दुख देखिबाकू, तम भल मंद बुझिबाकू। हेले मोरी आखि आगरे तम सुख भासी जीव। मु केमिति चुपै बसिकी देखिबी जे। मंथरा, तू कौन कहबाकू चाहुछु? हेइडी महादेई, तम दुखरे मु दुखी, तम सुखरे मु सुखी। कुंभीर नहीं मझी नईरे कलानी, तमे किछि जानुच ना बुझुच? खोली कह मंथरा, कौन हेची? भरत तणे मामू घरे राम रेणे अभिषेक होउची। रहस्यटा कोन बुझी पारुचटी? रहस्य? हालो एथिरे रहस्य रहला कोठी? अछि तमे बुझी पारुना। निष्कंटक अभिषेक करेई नबर इए होउची
ଯୋଜନା। ନା ମନ୍ଥରା ନା, ଭରତ ପରି ରାମଚନ୍ଦ୍ର ବି ମୋ ପୁଅ। ରାମଚନ୍ଦ୍ର ଯୁବରାଜ ହୋଇ ଅଯୋଧ୍ୟା ସିଂହାସନରେ ବସିବ। ଭରତ ମୋର ମାମୁଁ ଘରୁ ଫେରିଆସି ଭାଇକୁ ଚାମର ଢାଳିବ। ଲକ୍ଷ୍ମଣ ଛତ୍ର ଧାରଣ କରିବ, ଶତ୍ରୁଘ୍ନ ଆଲଟ ପକେଇବ। ଇଏ ତ ବହୁ ଭାଗ୍ୟର କଥା। ଭଗବାନ ମୋ ରାମର ମଙ୍ଗଳ କରନ୍ତୁ। ସେ ନିର୍ବିଘ୍ନରେ ରାଜ୍ୟ ପରିଚାଳନା କରୁ। ହଁ ଗো ମହାଦେଇ, କହିବନି କାହିଁକି? ଦୈବ ଯେତେବେଳେ ଦୁଃଖ ସୁଖ ବାଣ୍ଟୁଥିଲେ ଖାଲି ତମରି ପାଖରେ ପରା ସୁଖ ଟୋକେଇଟା ଥୋଇ ଦେଇଥିଲେ। ମୁଁ ପୋଡା ମୁଇଟା ଯା ତମରି ଚିନ୍ତାରେ ମରୁଛି। ତମର କଣ ଅଛି? ତମର ତ ଖୁସିରେ ଖାଲି ହସ ଫୁଟି ଉଠୁଛି। ଆଉ କଣ? ମନ୍ଥରା ମହାଦେଇ ଗୋସରିଲା ଗେଲ ଗରବ, ମହାଦେଇ ଗୋସରିଲା ଗେଲ ଗରବ, ମହାଦେଇ ଗୋସରିଲା। ବୁଢ଼ା ରାଜା ଫାନ୍ଦେ ପଡ଼ି, ବୁଢ଼ା ରାଜା ଫାନ୍ଦେ ପଡ଼ି ହରାଇଲ ସର୍ବ, ମହାଦେଇ ଗୋସରିଲା ଗେଲ ଗରବ। ସପତଣୀ ପୁତ୍ର ରାଜା ଦେଶେ ତୁ ପାଇ ବୁଲ ଯା, ସପତଣୀ ପୁତ୍ର ରାଜା ଦେଶେ ତୁ ପାଇ ବୁଲ ଯା। କାଟୁଛି ମୋର କଲିଜା, କାଟୁଛି ମୋର କଲିଜା, ଖେଲାଟି ଦୁର୍ଯୋଗ, ମହାଦେଇ ଗୋସରିଲା ଗେଲ ଗରବ। ମନ୍ଥରା ତୁ ଇଏ କଣ କହୁଛୁ? ମଲା, ମୋ କଥା କଣ ତମ ମନକୁ ହେଜୁଛି? ଦାସିଏ ସନନ ଭାସଲୋ ନ ପାଇବୁ ପୌରୁଷ, ଦାସିଏ ସନନ ଭାସଲୋ ନ ପାଇବୁ ପୌରୁଷ। ଏ ସଚରାଚର ବ୍ରହ୍ମାଣ୍ଡ ଯାହାର ଗାଉଛନ୍ତି କୀର୍ତ୍ତି ଯଶ, ଦାସିଏ ସନନ ଭାସଲୋ ନ ପାଇବୁ ପୌରୁଷ। ସର୍ବଗୁଣାକାର ପ୍ରାଣର ରାମ, ଇ ଐଶ୍ୱର୍ଯ୍ୟ ସିନା ଭୋଗୀ ଭଜନ। ସର୍ବଗୁଣାକାର ପ୍ରାଣର ରାମ, ଇ ଐଶ୍ୱର୍ଯ୍ୟ ସିନା ଭୋଗୀ ଭଜନ। ତୁ କିମ୍ପା ବିଷନ୍ନ ହେଉଲ ଅଜ୍ଞାନ, କରୁଛୁ ମନ୍ଦ ସାହସ, ଦାସିଏ ସନ ନ ଭାସଲୋ ନ ପାଇବୁ ପୌରୁଷ। ମନ୍ଥରା ଜ୍ୟେଷ୍ଠ ରାଜକୁମାର ରାମ ସର୍ବଜ୍ଞ, ଗୁଣବାନ, ସତ୍ୟବାନ, ଶାନ୍ତ, ପବିତ୍ର ସ୍ୱଭାବ ଆଉ ଧର୍ମଜ୍ଞ। ସେ ହିଁ ଏକା ଏ ବିଶାଳ ସାମ୍ରାଜ୍ୟର ଅଧିକାରୀ ହେବା ପାଇଁ ଯୋଗ୍ୟ। ତା ବ୍ୟତୀତ ଆଉ କେହି ନୁହେଁ। ତୋ କଥା ମତେ ବିଷପ୍ରାୟ ଲାଗୁଛି। ହଁ, ଲାଗିବନି କେମିତି? ମୋ କଥା ତ ଅବିକା ଖଟା ଲାଗୁଥିବ। ଯେତେବେଳେ ଦାଣ୍ଡରେ ଭିକାରୁଣୀ ଆଇ ବୁଲିବ ସେତେବେଳେ ମୋ କଥା ଠିକ ମନେ ପକେଇବ। ଏ ଅଯୋଧ୍ୟାବାସୀ ଯାହାଙ୍କ ନାମେ ଉତ୍ସାହିତ ହୁଅନ୍ତି ଏ ଶୁଭ ଦିନେ, ଏ ଅଯୋଧ୍ୟାବାସୀ ଯାହାଙ୍କ ନାମେ ଉତ୍ସାହିତ ହୁଅନ୍ତି ଏ ଶୁଭ ଦିନେ। ମୁଁ କିମ୍ପା ଜ୍ଞାନୀ ଯିବି ତାର ବିଘ୍ନେ, ନ ମେଣ୍ଟିବ ମୋର ଆଶ, ଦାସିଏ ସନନ ଭାସଲୋ ନ ପାଇବୁ ପୌରୁଷ। ତମେ ତ ଜମା ବୁଝୁନ ମହାଦେଇ। ଆଉ ରାମକୁ ସିନା ମୁଣ୍ଡରେ ବସେଇଛ, ହେଲେ ରାମ ଯେତେବେଳେ ରାଜସିଂହାସନରେ ବସିବ ସେତେବେଳେ ତମ ଟାଣ ରହିବଟି? କୌଶଲ୍ୟା ହବ ରାଜମାତା, ଆଉ ତମେ ହବ ପୋଇ। ମନ୍ଥରା ତୁ ଯା, ବୃଥାଟାରେ କୋଡ଼ି କଚାଡ଼ି ହେଇ ଲାଭ କଣ କହିଲୁ? ଇଏ ବି ପୁଅ, ସିଏ ବି ପୁଅ। এই ইহ সংসারରୁ କିଏ କ'ଣ ନେଇଯାଇଛି ନା ନବ? ମଲା, ନବନି ବୋଲି କଣ କତରା ଘୋଡି ହେଇକି ଶୋଇବ?
ହେଇଟି ଜମା ଦେଇ ଭାବିକି ଦେଖ କହି ତ ଦେଲ ଇଏ ବି ପୁଅ ସିଏ ବି ପୁଅ ସଉତୁଣୀର ପୁଅ କୋଉ କାଳେ ନିଜ ପୁଅ ସାଙ୍ଗରେ ସମାନ ହେଲାଣି ନା ଆଜି ହବ? ନା ମନ୍ଥରା, ସେମିତି କହନା। ରାମ ମୋର ପ୍ରାଣଠୁ ବି ଅଧିକ। ହଁ ମୁଁ ବୁଝୁଛି ରାମଟା ସୁନା ମୁଣ୍ଡା ହେଲେ ଗାଦିରେ ବସି ସାରିଲା ପରେ ସେ ସୁନା କା ଗଳାର ହାର ହବ? କୌଶଲ୍ୟାର ନା ତମର? ହେଇଟି ମହାଦେଇ ବଡ଼ ରାଣୀମା ସିଏ ତ ଅବିକା କାହାକୁ ମାନୁନାହାନ୍ତି। ଆଉ ଯେତେବେଳେ ପୁଅ ତାଙ୍କର ରାଜା ହେଇଯିବନି ସିଏ ତ ଇନ୍ଦ୍ରଚନ୍ଦ୍ର ମାନିବେନି। ତମେ କହିଲ ମହାଦେଇ ଆମ ଭରତ ରାମଠୁ କୋଉ ଗୁଣରେ କମ ଅଛି? ରୂପରେ ନା ଗୁଣରେ? ଏ ମହାରାଜା ଖାଲି ସବୁବେଳେ ରାମ ରାମ ହଉଛନ୍ତି ନା। ଏ ମହାରାଜାଙ୍କର ଏତେ ଟିକେ ଯଦି ଭରତ ପ୍ରତି ସ୍ନେହ ଥାଆନ୍ତା ତାହେଲେ ତାଙ୍କ କଥା ଭାବି ନଥାନ୍ତେ? ଆରେ ବାବା ରାଜା ନକଲେ ନାହିଁ। ଭରତ ତାକୁ ମାମୁଁ ଘରକୁ ପଠେଇ ଦେଇ ଏଠି ଲୁଚେଇକି ଅଭିଷେକ କରିବାକୁ ବାହାରିଛ? ତୁ ସତ କହୁଛୁ ଲୋ ମନ୍ଥରା। ମହାରାଜା ରାମକୁ ଦଣ୍ଡେ ନ ଦେଖିଲେ ରହିପାରୁନାହାନ୍ତି। ଭରତ ଏତେ ଦିନ ହେଲା ମାମୁଁ ଘରକୁ ଗଲାଣି, ତା କଥା ତାଙ୍କର ଥରେ ମନେ ପଡ଼ିଲାଣି। ଟିକେ ବାଟକୁ ଆସିଲେଣି। ଏ ମନ୍ଥରା, ମନେ ମନେ କଣ ଭାବୁଛୁ? କୋଉ କଥା ଆଉ ଭାବିବି? ତମ କଥା ଆଉ ମୋ ଭରତ କଥା। ତୁ ଯାହା କହୁଛୁ ମୁଁ ବୁଝୁଛି, ହେଲେ ମହାରାଜା ତ ସବୁ ଆୟୋଜନ କରିସାରିଛନ୍ତି। ଭରତ ରାଜା ହବ କେମିତି? ବାଟ ଅଛି। କଥାରେ କହନ୍ତିନି ସାହସେ ମରି ସାହସେ ତରି ସାହସେ ଘର ଦୁଆର କରି। ଏ ମନ୍ଥରା ଯଦି ନଥାନ୍ତା ନା ତମେ ସେ କଥା ପୁରା ଭୁଲି ଯାଇଥା। ତୁ କୋଉ କଥା କହୁଛୁ? ମଲା ମୁଁ ପରା ଜାଣିଛି ତମେ ପାଶୋରି ଯାଇଥିବ। ହେଇଟି ମହାଦେଇ ଦେବାସୁର ଯୁଦ୍ଧକୁ ଗଲା ବେଳେ ତମେ ଯୋଉ ମହାରାଜାଙ୍କ ସେବା ଶୁଶ୍ରୂଷା କରିଥିଲ ସେଥିରେ ଖୁସି ହେଇ ସେ ଦିଟା ବର ତମକୁ ଯାଚିଥିଲେ। ତମେ କହିଥିଲ ଦରକାର ବେଳେ ମାଗି ନବ ବୋଲି। ସେ କଥା କଣ ତମର ମନେ ପଡୁନି? ହଁ ହଁ ମନେ ପଡ଼ିଲା, ସତ କଥା ତ। ଏଇ ହଉଛି ଉପଯୁକ୍ତ ସମୟ। ତମେ ରାଜାକୁ ସେଇ ଦିଟା ବର ମାଗ। କିନ୍ତୁ କିନ୍ତୁ କଣ ମାଗିବି? ଓହୋ ମହାଦେଇ, ସବୁ କଥା କଣ ମୁଁ ବୁଝେଇବି? ହଉ ହେଲା କହୁଛି। ପ୍ରଥମ ବରରେ ମାଗିବ ଭରତ ରାଜା ହବ, ଆଉ ଦ୍ୱିତୀୟ ବରରେ ମାଗିବ ରାମ 14 ବର୍ଷ ବନବାସ ଯିବ। ମନ୍ଥରା ମଲା ମୋ କଥା ଶୁଣି ଏମିତି ଚମିକି ପଡୁଛ କଣ? କଣ ଏତେ ଭାବୁଛ ମ? ଆଲୋ ରାମ ଯଦି ବଣକୁ ନ ଯିବ ଭରତ ରାଜା ହବ କେମିତି? ମନ୍ଥରା ତୁ ଯାହା କହୁଛୁ। କହୁନ, କୁହ। ମୁଁ ମିଛ କହିଲି? ତମେ ଚିନ୍ତା କରି କହୁନ। ନା ମନ୍ଥରା, ତୁ ତୁ ଠିକ କଥା କହୁଛୁ। ପ୍ରକୃତରେ ରାଜାଙ୍କର ଏଥିରେ କିଛି ଛନ୍ଦ ଅଛି। ତୁ ଯଦି ନ କହିଥାନ୍ତୁ ଏ ଗୁଢ଼ ରହସ୍ୟ ମୁଁ ଜାଣିଥାନ୍ତି କେମିତି। ଧନ୍ୟ ତୋର ବୁଦ୍ଧି ମନ୍ଥରା। ଅସଲ କଥାଟା ବୁଝିପାରିଲଟି? ସେଇ ଅନୁସାରେ କାମ କରିବ। ହେଇଟି ମହାଦେଇ ରାମ ରଜା ହଉଛନ୍ତି ବୋଲି ମହାରାଜାଙ୍କର ଭାରି ଖୁସି। ସେଇ ଖୁସିରେ ସିଏ ତମ ଅନ୍ତପୁରକୁ ଆସିବେ। ହେଇଟି ମହାଦେଇ ତମେ ଛଳନା କରି ମନ ମାରି ବସିବ। ଯେତେ ଡାକିଲେ ଶୁଣିବ ନାହିଁ। ବର ଦିଟା ଆଦାୟ କରିସାରିଲା ପରେ ଯାଇକି ତାଙ୍କ କଥା ଶୁଣିବ। ବୁଝିଲଟି? ହଁ ବୁଝିଗଲି। ହେଇଟି ଜମା ତରବର ହେଇ ବର ମାଗିବ ନାହିଁ। ସତ୍ୟ କରେଇ ସାରିଲେ ଯାଇ ବର ମାଗିବ, ହେଲା? ହଉ ତୁ ଯା ମନ୍ଥରା, ମହାରାଜାଙ୍କର ଆସିବା ବେଳ ହେଇଗଲାଣି। ହଉ ମୁଁ ଯାଉଛି ମହାଦେଇ। ତମେ ମୋ ଭରତ କେମିତି ଖୁସିରେ ରହିବ ସେତିକି ମୋର ଲୋଡ଼ା ଲ ମା। ମୁଁ ଯାଉଛି ମହାଦେଇ, ଯାଉଛି। ମନ୍ଥରା ଠିକ ବେଳରେ ଅସଲ କଥାଟା କହିଗଲା। ମହାରାଜା ଆସିବା ପୂର୍ବରୁ ମତେ ମନ ମାରି ବସିବାକୁ ହବ।
ପ୍ରିୟ କୈକେୟୀ, କାଲି ପ୍ରଭାତରେ ରାମର ଅଭିଷେକ ହେବ। ସେଥିପାଇଁ ଆଜିଠାରୁ ଅଯୋଧ୍ୟା ନଗର ଉତ୍ସବ ମୁଖରିତ ହୋଇ ଉଠିଛି। ଏହି ସମୟରେ ତମେ ଏମିତି ନୀରବ କାହିଁକି? କୁହ କୁହ ରାଣୀ, କ'ଣ ହେଇଛି ତମର? ଓ, ତମେ ଅଭିମାନ କରିଛ? ଥାଉ, ସବୁବେଳେ ଏମିତି ରସିକତା ଭଲ ଲାଗେନି। ତମେ ତ ଜାଣ କୈକେୟୀ, ମୋର ସମସ୍ତ ରାଣୀମାନଙ୍କ ମଧ୍ୟରୁ ତମେ ହେଉଛ ସବୁଠାରୁ ପ୍ରିୟ। ସେଥିପାଇଁ ତମର ବିଷାଦିତ ମୁଖମଣ୍ଡଳ ମୁଁ ସହ୍ୟ କରିପାରେ ନାହିଁ। କୁହ ରାଣୀ, କ'ଣ ପାଇଁ ତମର ଏ ଅଭିମାନ? कहरे संगीनी किंपा तु मानिनी अभिमानी मृगलोचना। कहरे संगीनी किंपा तु मानिनी अभिमानी मृगलोचना। ଶିରୀଷ ଅଙ୍ଗିରେ ଗିରୀଶ ଅରିକି ପିଡ଼ୁଛି ତ ଅଙ୍ଗରାଗ କରୁ ସଖୀ। ଗୋରିବାରି ଯାଖି ଚାରୁ ଚନ୍ଦ୍ରମୁଖୀ ହସି ଭାସ ପିକ ବଚନା। कहरे संगीनी किंपा तु मानिनी अभिमानी मृगलोचना। जबा धरारे किंपा तु अधीरा किबा अपराधे छंद करु धरा। तुम हृदहारा प्रेमर पसरा नदिया तु आउ लांछना। कहरे संगीनी किंपा तु मानिनी अभिमानी मृगलोचना। प्राणनाथ, ए अधीना ठारे आपणकर एते छंद बोली मु तिळे मात्र विश्वास करि नथिली, किंतु आज जानि पारुछि आपण एका काहेकि। पुरुष मात्र के समस्तकर एका भाव। प्रिय, अन्य राणीମାନଙ୍କ ଅପେକ୍ଷା ମୁଁ ତ ତମକୁ ଅଧିକ ସ୍ନେହ କରେ, ତଥାପି ତୁମର ପୁଣି କି ଚିନ୍ତା? ଚିନ୍ତା କରିବାରୁ ତ ଭବିଷ୍ୟତ ବିଷମୟ ଲାଗୁଛି ସ୍ୱାମୀ। ଏମିତି ହୀନ କପାଳ ନେଇ ଆଉ ବଞ୍ଚିବାରେ ଲାଭ କ'ଣ? ପ୍ରିୟ, ପ୍ରକୃତରେ କ'ଣ ହେଇଛି ପ୍ରକାଶ ନ କଲେ ମୁଁ ବା ଜାଣିବି କେମିତି? ସ୍ୱାମୀ, ଦେବାସୁର ଯୁଦ୍ଧ ସମୟରେ ଆପଣ ଯେଉଁ 2 ଗୋଟି ବର ମୋତେ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ତାହା ମୁଁ ନ ନେଇ ଆପଣଙ୍କ ପାଖରେ ରଖିଥିଲି। ଆପଣ ତ ଆଉ କେବେ ସେ ବର 2ଟି ଦେବା ପାଇଁ ସ୍ମରଣକୁ ଆଣିନାହାନ୍ତି। ବାସ୍ତବିକ ରାଣୀ, ମୁଁ ଭୁଲି ଯାଇଥିଲି। ତେବେ ସେଥିପାଇଁ ଏତେ ଚିନ୍ତା କାହିଁକି? ତୁମ ଲାଗି ମୁଁ ପ୍ରାଣ ପର୍ଯ୍ୟନ୍ତ ବିସର୍ଜନ କରିବାକୁ ପ୍ରସ୍ତୁତ। ପ୍ରକାଶ କର ପ୍ରିୟ, କ'ଣ ତୁମର ଅଭିଳାଷ? ଯାହା ମୁଁ ମାଗିବି ତାହା ମୋତେ ଦେବେ ତ ସ୍ୱାମୀ? ଆଶଙ୍କା କାହିଁକି ରାଣୀ, ମାଗ। ପ୍ରଥମେ ଆପଣ ସତ୍ୟ କରନ୍ତୁ। ମିଥ୍ୟା କେବେ ନ କହିବେ, ଇଚ୍ଛାକୁ ବଂଶଜ ଦଣ୍ଡଧର। ସତ୍ୟ କରୁଛି, ସତ୍ୟ 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 ତ୍ରିବାର ସତ୍ୟ। କୁହ ରାଣୀ। ତେବେ ଶୁଣନ୍ତୁ ମହାରାଜ, ପ୍ରଥମ ବରରେ ରାମଚନ୍ଦ୍ର ପରିବର୍ତ୍ତେ ମୋ ପୁତ୍ର ଭରତ ଯୁବରାଜ ପଦରେ ଅଭିଷିକ୍ତ ହେବ। ଦ୍ୱିତୀୟ ବରରେ ରାମଚନ୍ଦ୍ର ଜଟାବକ୍କଳ ଧାରଣ କରି 14 ବର୍ଷ ବନବାସ କରିବ। ନା ନା ନା, କିଏ ତୁ କୈକେୟୀ ନୁହ, ତୁ କୈକେୟୀ ନୁହ। କୌଣସି ମାୟାବିନୀ କୈକେୟୀ ରୂପରେ ଆସି ମତେ ବର ମାଗୁଛୁ? ନା, ମୋର ସୁନ୍ଦରୀ ବିଦୁଷୀ ରାଣୀ କୈକେୟୀ ଏପରି ହୀନମତି ହୋଇ ନପାରେ। ତୁ କ'ଣ ସେଇ କୈକେୟୀ ଯିଏ ବୀରାଙ୍ଗନା ରୂପରେ ଯୁଦ୍ଧ ଭୂମିରୁ ମତେ ଉଦ୍ଧାର କରିଥିଲା? ତୁ କ'ଣ ସେଇ କୈକେୟୀ ଯାହାର ସୌନ୍ଦର୍ଯ୍ୟ ଆଉ ଜ୍ଞାନରେ ଜଗତ ବିମୋହିତ ହୋଇଥିଲା? ନା ନା, ତୁ ସେ କୈକେୟୀ ନୁହ ଯିଏ ରାମକୁ ପ୍ରାଣାଧିକ ଭଲ ପାଏ। କହ ତୁ କିଏ? ତୁ ରାକ୍ଷସୀ ନା ମାନବୀ? ବୃଥାରେ ଅଭିନୟ କଲେ କିଛି ଫଳ ହେବନି ମହାରାଜ। ଆପଣ ସତ୍ୟ କରିସାରିଛନ୍ତି।
ସତ୍ୟ କରିଛି ସତ୍ୟ। କୈକେୟୀ, କିଏ ତୁମକୁ ଏ ବିପକ୍ଷ ବୁଦ୍ଧିରେ ପ୍ରବର୍ତ୍ତାଇଛି? ରାମ କ'ଣ ଏକା ମୋର ଆଉ ତମର ନୁହେଁ? ରାଣୀ, ମୁଁ ତୁମକୁ ବିନତି କରୁଛି, ରାମକୁ ବନକୁ ପଠେଇବା କଥା କୁହନି। ଭରତ ପଛେ ଅଯୋଧ୍ୟା କଟକର ରାଜା ହେଉ, ସେଥିପାଇଁ ମୋର ଶୋଚନା ନାହିଁ। ମାତ୍ର ରାମକୁ ବନ ଯିବା କଥା ତୁଣ୍ଡରେ ଧର ନାହିଁ। ମହାରାଜ, ଆପଣ ସତ୍ୟ କରିଛନ୍ତି। ଇକ୍ଷ୍ୱାକୁ ବଂଶୀୟ ରାଜାମାନେ ସତ୍ୟଭଙ୍ଗ କରନ୍ତି ନାହିଁ ପରା? କୈକେୟୀ, ଏ ବିପଦ ସମୟରେ ତମେ ମୋତେ ତାଚ୍ଛଲ୍ୟ କରୁଛ। ମୋର ମନବାଞ୍ଛା ଆପଣଙ୍କୁ ପୂର୍ଣ୍ଣ କରିବାକୁ ହେବ ମହାରାଜ, ନଚେତ୍ ନାସ୍ତି କରନ୍ତୁ। ମୁଁ ମୋ କର୍ମକୁ ଆଦିରେ ରହିବି। କୈକେୟୀ, ତମର ଏତେ ଛନ୍ଦ, ଏତେ କପଟ, ବ୍ରହ୍ମାଣ୍ଡ ବିଜୟୀ ପୁତ୍ରକୁ ମୋର ଦଣ୍ଡେ ଦେଖିପାରିଲ ନାହିଁ? ଓହୋ, ଠିକ୍ ମୋର ପ୍ରତିଜ୍ଞା। କିପରି ରାମଚନ୍ଦ୍ରକୁ ଏ ବାର୍ତ୍ତା ଦେବି? ପତି ପରାୟଣା ଜନକ ତନୟା ଏ କଥା ଶୁଣିଲେ ମତେ କ'ଣ ସେ କହିବ? ମହାରାଜ, ଆପଣ ଇକ୍ଷ୍ୱାକୁ ବଂଶଜ ଅଜରାଜ ସୁତ। ସାରା ଜଗତରେ ଆପଣ ସତ୍ୟସନ୍ଧ ରୂପେ ବିଦିତ। ଛାର ପୁତ୍ର ସ୍ନେହରେ କାହିଁକି ଆପଣ ବାନ୍ଧି ହେଉଛନ୍ତି? ଆପଣଙ୍କ ମୁଖ ନିଃସୃତ ବାଣୀ ଆପଣ ଯଦି ପୂରଣ ନ କରିବେ, ତେବେ ସାରା ଜଗତରେ ଚିରଦିନ ପାଇଁ ଆପଣଙ୍କ ବଂଶରେ କଳଙ୍କ ପତାକା ଉଡ଼ିବ, ସୂର୍ଯ୍ୟ ବଂଶର ନାମ ପୋଡ଼ିଯିବ। ବରଂ ଉଚିତ ହେବ ଆପଣ ରାମଚନ୍ଦ୍ରକୁ ସକଳ ବୃତ୍ତାନ୍ତ କହିଦିଅନ୍ତୁ। ନା ନା ନା, ସେମିତି କୁହ ନାହିଁ ରାଣୀ, ସେମିତି କୁହ ନାହିଁ। ରାମ, ଏ କି ହେଲା ପୁତ୍ର? ଗୋଟିଏ ମୁହୂର୍ତ୍ତ ମଧ୍ୟରେ ଏସବୁ କ'ଣ ଘଟିଗଲା? ମନ୍ତ୍ରୀ ସୁମନ୍ତ, ଆଉ କେଇ ଦଣ୍ଡ ପରେ ଅଭିଷେକ ପାଇଁ ଶୁଭ ମୁହୂର୍ତ୍ତ ଉପସ୍ଥିତ ହେବ। ସମସ୍ତ ପ୍ରସ୍ତୁତି ସରିଛି ତ? ହଁ ଗୁରୁଦେବ, ଆପଣଙ୍କ ପରାମର୍ଶ ଅନୁସାରେ ଅଭିଷେକ ପାଇଁ ସମସ୍ତ ପ୍ରସ୍ତୁତି ସରିଅଛି। ପ୍ରୟାଗରୁ ପବିତ୍ର ଜଳ ଅଣାଯାଇଅଛି। ସୁବର୍ଣ୍ଣ ଓ ରୌପ୍ୟ ନିର୍ମିତ ଜଳକୁମ୍ଭମାନଙ୍କରେ ପଦ୍ମଫୁଲ ଶୋଭା ପାଉଛି। ମଧୁ, ଘୃତ, ପୁଷ୍ପ ସମସ୍ତ ପୂଜା ସାମଗ୍ରୀ ପ୍ରସ୍ତୁତ। ଗାୟକ ଗାୟିକାମାନେ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ରରେ ସୁସଜ୍ଜିତ ହୋଇଛନ୍ତି। ରାମଚନ୍ଦ୍ରଙ୍କୁ ଅଭିଷେକ ସ୍ଥଳକୁ ଆଣିବା ପାଇଁ ସୁସଜ୍ଜିତ ହସ୍ତି ପ୍ରସ୍ତୁତ ହୋଇ ରହିଅଛି। ରାମାଭିଷେକ ଦେଖିବା ପାଇଁ ସମଗ୍ର ଅଯୋଧ୍ୟାବାସୀ ଯେପରି ଉତ୍କଣ୍ଠିତ ଚିତ୍ତରେ ଅପେକ୍ଷା କରି ରହିଛି। ଯଥାର୍ଥ କହିଛନ୍ତି ଋଷି ଶ୍ରେଷ୍ଠ। ପ୍ରାସାଦ ବାହାରେ ବିଶାଳ ଜନସମୁଦ୍ର। ସେହି ଶୁଭ ମୁହୂର୍ତ୍ତକୁ ଦେଖିବା ପାଇଁ ସମସ୍ତେ ଆଜି ଉତ୍ସୁକ। ମହାରାଜାଙ୍କୁ ସମ୍ବାଦ ଦିଅ, ଶୀଘ୍ର ଅଭିଷେକ ପାଇଁ ପ୍ରସ୍ତୁତ ହୋଇଯିବେ। ଶୁଭ ମୁହୂର୍ତ୍ତ ଯେପରି ଗଡ଼ି ନଯାଏ। ପ୍ରଣାମ ଗୁରୁବର, ପ୍ରଣାମ ମନ୍ତ୍ରୀବର। କି ସମ୍ବାଦ ଦୂତ? ମହାରାଜ ରାମଚନ୍ଦ୍ରଙ୍କୁ ଭେଟିବାକୁ ଚାହାନ୍ତି। ଏ ସମ୍ବାଦ ରାଜକୁମାରଙ୍କୁ ଜଣାଇ ଦେବା ପାଇଁ ଆପଣଙ୍କ ପାଖକୁ ଖବର ପଠାଇଛନ୍ତି। ମହାରାଜା ଏ ସମୟରେ ରାମଚନ୍ଦ୍ରଙ୍କୁ ଡକେଇ ପଠାଇଛନ୍ତି। କାରଣ କ'ଣ ହେଇପାରେ? ବୋଧହୁଏ ଅଭିଷେକ ପୂର୍ବରୁ ରାମଚନ୍ଦ୍ରଙ୍କ ସହିତ କିଛି ଆଲୋଚନା କରିବାକୁ ଚାହୁଁଛନ୍ତି। ମୁଁ ତେବେ ଆସୁଛି ଗୁରୁଦେବ। ରାମଚନ୍ଦ୍ରଙ୍କୁ ଏ ସମ୍ବାଦ ଦେବାକୁ ହେବ। ଚାଲ ଚାଲ ଦୂତ। ରାମଚନ୍ଦ୍ରଙ୍କୁ ମହାରାଜା ଡାକିବାର ଅଭିପ୍ରାୟ କ'ଣ ହେଇପାରେ? ଅଭିଷେକ ପୂର୍ବରୁ ଆଲୋଚନା? ନା, ମୋତେ କାହିଁକି ଏଥିରେ କିଛି ଅଘଟଣର ସୂଚନା ମିଳୁଛି। ତା ନ ହୋଇଥିଲେ ପ୍ରଭାତରେ ଶୁଭବାଦ୍ୟ ମୋତେ ଏପରି କରୁଣ ଶୁଭୁଛି କାହିଁକି? ସୂର୍ଯ୍ୟବଂଶର ଭାଗ୍ୟ ରବି ନିକଟକୁ ହଠାତ୍ ଏକ ଅଶୁଭ ଛାୟା ମାଡ଼ି ଆସୁଥିବାର ମୋତେ ଅନୁଭବ ହେଉଛି। ନା ନା, ହେ ପ୍ରଭୁ, ମୋର ଏ ଆଶଙ୍କା ସତ୍ୟ ନ ହେଉ। ଯଦି ସତ୍ୟ ହୁଏ, ତେବେ ସମଗ୍ର ଅଯୋଧ୍ୟାର ଭାଗ୍ୟ ଅନ୍ଧକାର ମଧ୍ୟରେ ବୁଡ଼ିଯିବ। ହେ ଈଶ୍ୱର, ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମର ଇଚ୍ଛା ପୂର୍ଣ୍ଣ ହେଉ। ବଡ଼ ଭାଗ୍ୟହୀନ ମୁହିଁ, ବଡ଼ ଭାଗ୍ୟହୀନ। ରାମ ପରି ପୁତ୍ରକୁ ବନକୁ ପଠେଇବା ପୂର୍ବରୁ
मोर मृत्यु हेला नहीं कहीं कुह कई कुह ए आदेश मोर नयन पितुला को देवी किपरि कुह कुह कई कुह। प्रणाम पिता, प्रणाम माता कैकेयी। राम पुत्र मोर पिता, आपण एपरी विषण्ण और चिंतित जना पड़ुछंती काहेकि कहतु पिता, केउं कारणर मते स्मरण कले? पुत्र रामचंद्र कई राम कई पिता, आपण आपण एते विचलित काहेकि? माता, मु अजाणତରେ एपरी किछि दोष करिछि ଯେଉଁଥିପାଇଁ ପିତା ଆଜି ଏତେ ବିଷଣ୍ଣ ଦେଖାଯାଉଛନ୍ତି? କୌଣସି ଶାରୀରିକ କିମ୍ବା ମାନସିକ ପୀଡ଼ାରେ ସେ ବ୍ୟଥିତ ହେଉନାହାନ୍ତି ତ? ନା, ତାଙ୍କର କୌଣସି ଶାରୀରିକ କିମ୍ବା ମାନସିକ ପୀଡ଼ା ହୋଇନାହିଁ। राम पुत्र मोर ପିତା, କୁହନ୍ତୁ ପିତା। ଶୁଣ ରାମ, ତାଙ୍କର କିଛି ମନର କଥା ଅଛି। ତୁମେ ତାଙ୍କର ପ୍ରିୟ ପୁତ୍ର ହୋଇଥିବା ଯୋଗୁଁ ତୁମକୁ କଷ୍ଟ ହେବ ବୋଲି ଅପ୍ରିୟ କଥା ତାଙ୍କ ତୁଣ୍ଡରୁ ସ୍ଫୁରୁ ନାହିଁ। କି କଥା ପ୍ରକାଶ କର ମାତା। ମୋର ଅନୁରୋଧରେ ତୁମ୍ଭ ପିତା ମୋତେ ବର ଦେବେ ବୋଲି କହି ଏବେ ଇତର ବ୍ୟକ୍ତି ପରେ ସେଥିରୁ ନିବୃତ୍ତ ହେଉଛନ୍ତି। ଶୁଭ ହେଉ ବା ଅଶୁଭ ହେଉ, ରାଜା ଯାହା କହିବେ ତୁମ୍ଭେ ତାହା ପାଳନ କରିବ ବୋଲି ନିଷ୍ପତ୍ତି କଲେ ମୁଁ ପ୍ରକାଶ କରିବି। ଏ କି କଥା କହୁ ମାତା। ରାଜାଙ୍କ ଆଦେଶରେ ମୁଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛି। ତେଣୁ ତେଣୁ ମାତା, ପିତାଙ୍କର ଯାହା ଅଭିପ୍ରେତ ତାହା ମୋ ସମ୍ମୁଖରେ ପ୍ରକାଶ କର। ମୁଁ ତାହାକୁ ଅକ୍ଷର ଅକ୍ଷରେ ପାଳନ କରିବି। ରାଘବ, ପୂର୍ବେ ଦେବାସୁର ଯୁଦ୍ଧ ବେଳେ ଇନ୍ଦ୍ରଙ୍କୁ ସାହାଯ୍ୟ କରିବାକୁ ଯାଇ ତୁମ୍ଭ ପିତା ଶସ୍ତ୍ରାହତ ହୋଇଥିଲା ବେଳେ ମୁଁ ତାଙ୍କୁ ରକ୍ଷା କରିଥିଲି। ସେତେବେଳେ ସେ ପ୍ରୀତ ହୋଇ ମୋତେ 2ଟି ବର ଯାଚିଥିଲେ। ମୁଁ ସେତେବେଳେ ତାହା ନ ମାଗି ବର୍ତ୍ତମାନ ମାଗିଛି। ବର? କି ବର? ପ୍ରଥମ ବର, ତୁମ୍ଭ ପରିବର୍ତ୍ତେ ଭରତର ରାଜ୍ୟାଭିଷେକ ହେବ। ଏବଂ ଦ୍ୱିତୀୟ ବର, ତୁମେ 14 ବର୍ଷ ବନବାସ ଯିବ। ଏଇ ସାମାନ୍ୟ କଥା ପାଇଁ ଏତେ ଦ୍ୱନ୍ଦ୍ୱ? ତୁମରି କଥା ହେବ। ପିତୃ ସତ୍ୟ ପାଳିବା ପାଇଁ ମୁଁ ବନଗମନ କରିବି। ହେଲେ ମାତା, ତୁମର ମୋ ଉପରେ ସମସ୍ତ ଅଧିକାର ଥିବାବେଳେ ତୁମେ ଏ ବିଷୟରେ ପିତାଙ୍କୁ କାହିଁକି କହିବାକୁ ଗଲ? ତୁମ କଥାରେ ମୁଁ ତ 14 ବର୍ଷ ବନବାସ କରିଥାନ୍ତି। ତେବେ ଆଉ ବିଳମ୍ବ କାହିଁକି? ତୁମେ ଶୀଘ୍ର ବନକୁ ଯିବାର ଆୟୋଜନ କର। ତୁମେ ଯେପର୍ଯ୍ୟନ୍ତ ଅଯୋଧ୍ୟା ନ ଛାଡ଼ିଛ ସେ ପର୍ଯ୍ୟନ୍ତ ତୁମର ପିତା ସ୍ନାନ ଭୋଜନ କରିବେ ନାହିଁ। ତମେ ନିଶ୍ଚିନ୍ତ ରୁହ ମାତା। ମୋର ବନକୁ ଯିବାର ଆଦୌ ବିଳମ୍ବ ହେବ ନାହିଁ। କେବଳ ମାତା କୌଶଲ୍ୟା ଆଉ ସୀତାଙ୍କର ଅନୁମତି ନେଇ ମୁଁ ବନକୁ ଚାଲିଯିବି। ना 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 पुत्र मोर तोते छाड़ी मो रही पारिबी नहीं पुत्र, तोते छाड़ी मो रही पारिबी नहीं। केमन्ते मूर्छिबी थन मो पराण निधिरे, केमन्ते मूर्छिबी धन मो पराण निधिरे। पाषाण्डी कबळे पड़ी हराइली सिथिरे, केमन्ते मूर्छिबी धन मो पराण निधिरे। तुम अंधर नयन केमन्ते ते जीवन, तुम अंधर नयन केमन्ते ते जीवन। धिक धिक मोर पण बाम हेला विधिरे, केमन्ते मूर्छिबी धन मो पराण निधिरे।
ପାଷାଣ୍ଡୀ କବଳରେ ପଡ଼ି ତୋତେ କ'ଣ ମୁଁ ଚିରଦିନ ପାଇଁ ହରେଇ ବସିବି ପୁତ୍ର? ନା, ମୁଁ ସତ୍ୟ ଭଗ୍ନ କରିବାର ପ୍ରତିଫଳ ପାଇବି ପଛେ ଏ ରାକ୍ଷସୀ କଥାରେ ପଡ଼ି ତୋତେ କେବେ ହେଲେ ବନକୁ ପଠାଇବି ନାହିଁ ପୁତ୍ର, ତୋତେ କେବେ ହେଲେ ବନକୁ ପଠାଇବି ନାହିଁ। ଯା ଯା, ଚାଲିଯା ରାକ୍ଷସୀ, ଚାଲିଯା ମୋ ସମ୍ମୁଖରୁ, ଯା, ଚାଲିଯା, ଚାଲିଯା, ଚାଲିଯା। ଆପଣ ଧୈର୍ଯ୍ୟ ଧରନ୍ତୁ ପିତା। ପ୍ରତିଜ୍ଞା ପାଳନ କରିବା କ୍ଷତ୍ରିୟର ଧର୍ମ। ଆପଣ ଇକ୍ଷ୍ୱାକୁ ବଂଶଜ। ଆପଣ ସତ୍ୟଭଗ୍ନ କଲେ ଏ ବଂଶରେ କଳଙ୍କ ଲାଗିବ। ଆପଣଙ୍କ ସତ୍ୟ ରକ୍ଷା ଲାଗି ମୋତେ ଅନୁମତି ଦିଅନ୍ତୁ ପିତା। ଅନୁମତି? କିପରି ଅନୁମତି ଦେବି ପୁତ୍ର? ଏପରି କଠୋର ବାକ୍ୟ ପ୍ରୟୋଗ କରିବା ପାଇଁ ମୁଁ ବଞ୍ଚି ରହିଛି କାହିଁକି? ମୁଁ ଆଜି ମୋର କଳା କର୍ମର ପ୍ରତିଫଳ ଭୋଗିବା ପାଇଁ ଯାଉଛି। ପୂର୍ବେ ଅନ୍ଥମୁନି ଦେଇଥିବା ଅଭିଶାପ କଥା ମୋର ମନେ ପଡ଼ିଯାଉଛି। ମୃତ୍ୟୁ କାଳେ ମୁଁ ପୁତ୍ର ମୁଖ ଦର୍ଶନ କରିପାରିବି ନାହିଁ। ପିତା, ଆପଣ ମୁଁ ଆମେ ସମସ୍ତେ ସମୟର ନିଗଡ଼ ବନ୍ଧନରେ ବନ୍ଦୀ। ବିଧାତାର କଠୋର ନିର୍ଦ୍ଦେଶରେ ଆମେ ସମସ୍ତେ ପରିଚାଳିତ। ପିତା, ମୁଁ ବଞ୍ଚିଥାଉ ଥାଉ ଆପଣ ସତ୍ୟଭଗ୍ନ କରି ଏ ଜଗତରେ ନିନ୍ଦିତ ହେବେ, ଏଇଟା କ'ଣ ଶୋଭା ପାଇବ? ନା ପିତା, ମୁଁ ଏଇକ୍ଷଣି ବନଚାରୀ ବେଶ ଧରି ବଣକୁ ବାହାରି ଯିବି। ମୋତେ ଆଶୀର୍ବାଦ କରନ୍ତୁ ପିତା, ମୋତେ ବିଦାୟ ଦିଅନ୍ତୁ। ନା 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 ପୁତ୍ର, ନା ନା ନା, ରାମ 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 ପୁତ୍ର ମୋର, ରାମ ପୁତ୍ର ମୋର, ହା ରାମ, ହା ରାମ, ହା ରାମ। ଆଜି ମୋର ପରମ ସୌଭାଗ୍ୟର ଦିନ। ଆଉ କେଇଟା ମୁହୂର୍ତ୍ତ ପରେ ରାମ ମୋର ରାଜଗାଦିରେ ବସି ଅଭିଷିକ୍ତ ହେବ। ଏଇ ଶୁଭ ଦିନକୁ ଚାହିଁ ଚାହିଁ ମୋ ପ୍ରତି ହେଉଥିବା ସବୁ ଅବହେଳାକୁ ମୁଁ ସହିଯାଇଛି। ଆଜି ପୁଅ ବୋହୂଙ୍କୁ ମୋର ରାଜାରାଣୀ ବେଶରେ ଦେଖିବା ପାଇଁ ମୁଁ ଅଥୟ ହେଉଠୁଛି। କଥାରେ କହନ୍ତିନି ମଣିଷ ପାଞ୍ଚ ଥାଇ ଗୋଟାଏ ପ୍ରକାର, ଦୈବର ପାଞ୍ଚ ଆଉ ପ୍ରକାରେ। ଯାହା କପାଳରେ ବି ଯାହା ଲେଖିଛି ନା, କିଏ କ'ଣ ଆନ କରିବାକୁ? ମନ୍ଥରା, ଏତେବେଳେ ତୁ ଏଠି କୁଆଡ଼େ ଆସିଛୁ? କାହା କଥା କହୁଛୁ? ମହାରାଣୀ, ତମେ ତ ଜାଣିଛ ତମକୁ ମୁଁ ସବୁଠୁ ବେଶୀ ଭଲ ପାଏ। ସେଇଥିପାଇଁ ଗୋଟାଏ କଥା ଶୁଣିବା ମାତ୍ରେ ମନ ମୋର ଜମା ଥୟ ଧରିଲା ନାହିଁ। ସେଇଥିପାଇଁ ଦୌଡ଼ିକି ଚାଲି ଆସିଲି କହିବାକୁ। କି କଥା? କହିଲା ବେଳକୁ ମୋର ଖାଲି କୋହ ଉଠି ଯାଉଛି। ତମେ ଧୈର୍ଯ୍ୟ ଧରି ପାରିବଟି? ମୁଁ କହିବି। କ'ଣ ଗୋଟେ ଏମିତି ହେଇଛି ଯେ ଶୁଣିଲେ ମୁଁ ଧୈର୍ଯ୍ୟ ଧରି ପାରିବିନି? କହିବି, ତମେ ମୋ ଉପରେ ରାଗିବନିଟି? କଥାଟା କ'ଣ ଖୋଲି କହୁନୁ କାହିଁକି? କହିବି, କହୁଛି ଶୁଣ। ତମ ପୁଅ ରାମ ଆଉ ରାଜା ହେଇପାରିବ ନାହିଁ। ମନ୍ଥରା, ତୋର ସାହସ କେମିତି ହେଲା ଏ କଥା କହିବାକୁ? ମଲା, ନ କହିଲେ କହୁଛ କହୁନୁ କାହିଁକି? କହିଲେ କହୁଛୁ କାହିଁକି କହିଲୁ? ସତ କହିଲେ ପରା ଖରାପ। ମନ୍ଥରା, ତୁ ଯାହା କହୁଛୁ ସତ? ଅଧା କହିଛି, ପୁରା କଥାଟା ଆଗେ ଶୁଣି ସାର। ରାମ ବଦଳରେ ଭରତ ହବ ରାଜା। ରାମ ଯିବ 14 ବର୍ଷ ବନବାସ। ମନ୍ଥରା, ତୁ କାହାଠୁ ଶୁଣିଲୁ ଏ କଥା? ଖୋଦ ମହାରାଜା ପରା ମହାଦେଇ କଇକେଇକୁ ଏଇ ବର ଦେଇଛନ୍ତି। ଜାଣିଲ ମହାରାଣୀ, ଆମ ମହାରାଜା ସତ୍ୟ ସିଦ୍ଧ। ତୁଣୀରକୁ ପଛ ତୀର ନେଉଠି ଆସିବ। ତାଙ୍କ ମୁହଁରୁ ବାହାରୁଥିବା ବଚନ କେବେ ଏପଟ ସେପଟ ହବ ନାହିଁ। ମନ୍ଥରା, ତୋ କଥା ମୁଁ ବିଶ୍ୱାସ କରିପାରୁନି। ତୁ ମିଛ କହୁଛୁ, ମିଛ। ହଉ ହେଲା, ସତ କହୁଛି କି ମିଛ କହୁଛି ସେ କଥା ତମ ପୁଅ ଆସିଲେ ବୁଝି ନବ। ହଉ ମୁଁ ଯାଉଛି ଲୋ ମା, ତେଣେ ମୋର କେତେ କାମ ପଡ଼ିଛି। ନା ନା, ମନ୍ଥରା ଯାହା କହିଗଲା ସବୁ ମିଛ କହିଗଲା, ମିଛ। ପୁଅ ରାମ ମୋର ଆଜି ରାଜଗାଦିରେ ବସିବ। ତା ଅଧିକାରରୁ ତାକୁ କେହି ବି ବଞ୍ଚିତ କରିପାରିବେନି। ପ୍ରଣାମ ମାତା। ରାମ,
ପୁତ୍ର ମୋର କହ ଧନ, ତୋ ମନ ଉଣା ହୋଇଛି କାହିଁକି? ମାତା, ବିଧାତାର ନିର୍ଦ୍ଦେଶକୁ ମନୁଷ୍ୟର ଆୟତ୍ତ ନାହିଁ। କି କହିବେ ଜନନୀଲୋ ବିଧିବା ମହିଳାଣୀ, ତୁଞ୍ଚଳ ନିଧି କି ଚଞ୍ଚଳ କର ମେଲାଣି। କି କହିବେ ଜନନୀଲୋ ବିଧିବା ମହିଳାଣୀ। भागे नाही टी महरी भोग काहीं बसुंधरी। तेजुछि मो सुख सिरी, तेजुछि मो सुख सिरी। न कर तू भाळेणी, कि कहिबे जननीलो विधिबा महिलाणी। ରାମ କହ ଧନ, କଣ ହେଇଛି ମତେ ସ୍ପଷ୍ଟ କରି କହ। भरतकु सिंहासन देई भ्रमी विकानन। 14 वर्षं तेण 14 वर्षं तेण होइबि एथिकारेणी। कि कहिबे जननीलो विधिबा महिलाणी। ତାହେଲେ ମନ୍ଥର ଠାରୁ ଯାହା ଶୁଣିଥିଲି ସତ୍ୟ। ମାତା, ଦେବାସୁର ଯୁଦ୍ଧ ସମୟରେ ପିତା 2 ଗୋଟି ବର ଦେବେ ବୋଲି ବିମାତା କୈକେୟୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ଆଜି ଏ ଦଶା ଘଟିଲା। ତେଣୁ ଆନନ୍ଦ ମନରେ ମୋତେ ମେଲାଣି ଦିଅନ୍ତୁ ମାତା। ବାପ, ଯେବେ ବନକୁ ଯାଉଛୁ ମତେ ମଧ୍ୟ ସାଙ୍ଗରେ ନେଇଯା। ମାତା, ଆପଣ ଏପରି ଅଧୀରା ହେଲେ ପିତାଙ୍କୁ ପ୍ରବୋଧନ ଦେବ କିଏ? ହେ ଭଗବାନ, ମତେ ମରଣ ହଉନି କାହିଁକି? ରାମ ବିନା ବଞ୍ଚିବା ଅପେକ୍ଷା ମରଣ ମୋ ପାଇଁ ଶତଗୁଣେ ଶ୍ରେୟସ୍କର। ମାତା, ପିତୃସତ୍ୟ ପାଳିବାକୁ ମୁଁ ବନବାସ ଜୀବନକୁ ହସି ହସି ବରଣ କରୁଛି। ମୋର କୌଣସି ଦୁଃଖ ନାହିଁ, କୌଣସି କଷ୍ଟ ନାହିଁ। ମତେ ହସି ହସି ବିଦାୟ ଦିଅନ୍ତୁ ମାତା। ନା, ରାମ ଯଦି ଅଯୋଧ୍ୟାରେ ରହିବେ ନାହିଁ, ତେବେ ଆଉ କେହି ଏ ସିଂହାସନରେ ବସି ପାରିବେ ନାହିଁ। ମୁଁ ସମସ୍ତଙ୍କୁ ମରଣ ମୁହଁକୁ ପଠାଇଦେବି। ଲକ୍ଷ୍ମଣ, କାହିଁକି ତୋର ଏତେ କ୍ରୋଧ ଭାଇ? ଭ୍ରାତା, ପିତା ଅନ୍ଧ ଭାବରେ ବର ଦେଇଦେଲେ ବୋଲି ଆପଣ ତାକୁ ନୀରବରେ ସମର୍ଥନ କରିଗଲେ। ଏ ଅଯୋଧ୍ୟା ସିଂହାସନରେ ବସିବାର ଅଧିକାର କେବଳ ଦାଶରଥୀଙ୍କର ଅଛି। କୂଟ କପଟ କରି କେହି ସେ ଅଧିକାରକୁ ତାଙ୍କଠାରୁ ଛଡ଼ାଇ ନେଇ ପାରିବେନି। ମୁଁ ସେ ସୁଯୋଗ କାହାକୁ ଦେବିନି। ସୌମିତ୍ରୀ, ଏସବୁ ଦୈବର ଅଧୀନ। ଏଥିରେ କାହାର କୌଣସି ଦୋଷ ନାହିଁ। ସେଇ ଅଦୃଷ୍ଟର ନିର୍ଦ୍ଦେଶ ମାନି ମୋତେ ସିଂହାସନ ତ୍ୟାଗ କରିବାକୁ ହେବ। ହେ ଅଗ୍ରଜ, ଆପଣ ମୋ ସାହାଯ୍ୟରେ ଏହି ରାଜ୍ୟକୁ କରାୟତ୍ତ କରନ୍ତୁ। ମୁଁ ହାତରେ ଧନୁ ଧରିଥିଲେ ଆପଣଙ୍କ ନିକଟକୁ କେହି ପଶି ପାରିବେନି। କାଳାନ୍ତକ ଜମ ପରି ଶତ୍ରୁ ସଂହାର କରି ମୁଁ ଆପଣଙ୍କ ପାଇଁ ଅଯୋଧ୍ୟାପୁରୀକୁ ରକ୍ଷା କରିବି। କ୍ରୋଧ ସମ୍ବରଣ କର ଭାଇ। ପିତାଙ୍କ ଆଜ୍ଞାକୁ ଲଙ୍ଘନ କରିବାର ଶକ୍ତି ମୋର ନାହିଁ। ଧର୍ମଜ୍ଞ କଣ୍ଡୁ ଋଷି ପିତାଙ୍କ ଆଦେଶରେ ଗୋବଧ କରିଥିଲେ। ସଗରଙ୍କ ଆଦେଶରେ ତାଙ୍କ ପୁତ୍ରମାନେ ପୃଥିବୀର ଗର୍ଭ ବିଦାରଣ କରିଥିଲେ। ପରଶୁରାମ ତାଙ୍କ ପିତା ଯମଦଗ୍ନିଙ୍କ ଆଦେଶରେ ମାତା ରେଣୁକାଙ୍କର ଶିରଚ୍ଛେଦନ କରିଥିଲେ। ତେଣୁ ପିତାଙ୍କର ଆଦେଶକୁ ମୁଁ କିପରି ଅବଜ୍ଞା କରିବି? ଭ୍ରାତା, ମୁଁ ସତ୍ୟ ଧର୍ମ ଓ ଇଷ୍ଟଦେବଙ୍କ ନାମରେ ଶପଥ କରି କହୁଛି, ରାମଚନ୍ଦ୍ର ଯଦି ବନକୁ ଯିବେ କିମ୍ବା ଜ୍ୱଳନ୍ତ ଅଗ୍ନିରେ ପ୍ରବେଶ କରିବେ, ତା ପୂର୍ବରୁ ଏ ଅନୁଜ ଲକ୍ଷ୍ମଣ ସେଥିରେ ପ୍ରବେଶ କରି ସାରିଥିବ। ସୌମିତ୍ରୀ, ମୋ ପ୍ରତି ତୋର ସ୍ନେହ, ତୋର ବଳ, ଅମିତ ତେଜ ବିଷୟରେ ମୁଁ ଜାଣେ। କିନ୍ତୁ ଲକ୍ଷ୍ମଣ, ସଂସାରରେ ଧର୍ମ ହିଁ ଶ୍ରେଷ୍ଠ। ସତ୍ୟ ଉପରେ ଧର୍ମ ପ୍ରତିଷ୍ଠିତ। ଧର୍ମକୁ ଆଶ୍ରୟ କରିଥିବା ବ୍ୟକ୍ତି ପିତାମାତା ଓ ବ୍ରାହ୍ମଣଙ୍କୁ ଦେଇଥିବା ବାକ୍ୟ କେବେ ଲଙ୍ଘନ କରେ ନାହିଁ। ତେଣୁ ହେ ବୀର, କ୍ରୋଧ ତ୍ୟାଗ କର। ଜାଣେ ଭ୍ରାତା, ମୁଁ ଜାଣେ ଆପଣଙ୍କ ସଂକଳ୍ପ ଅଟଳ। କିନ୍ତୁ ଭାଇ ଲକ୍ଷ୍ମଣ, ଜୀବନ ହେଉ କି ରାଜ୍ୟ, ଏ ସମସ୍ତ କ୍ଷଣସ୍ଥାୟୀ। ଚିରନ୍ତନ ସତ୍ୟର ମାର୍ଗ ଅନୁସରଣ କରି ମୁଁ ବନଗମନ କରୁଛି।
ଫେରି ବି ଦୀର୍ଘ 14 ବର୍ଷ ପରେ ମୋ ଅନୁପସ୍ଥିତିରେ ତୁ ପିତାମାତାଙ୍କ ପଦସେବା କରୁଥିବୁ, ଯେପରି ସେମାନଙ୍କୁ କୌଣସି କଷ୍ଟ ନ ହୁଏ। କଣ କହିଲେ? ଆପଣ ମତେ ପରିତ୍ୟାଗ କରି କେଉଁ ଆଡ଼େ ଯିବେ ଭ୍ରାତା? ସଲିଳ ବିନା ପଦ୍ମ କଣ ବଞ୍ଚିପାରେ? ରାମ ବିନା ଲକ୍ଷ୍ମଣର ଅନ୍ୟ ଗତି ନାହିଁ। ଭ୍ରାତା, ମତେ ଆପଣଙ୍କ ସାଙ୍ଗରେ ବନକୁ ଯିବା ପାଇଁ ଅନୁମତି ଦିଅନ୍ତୁ ଭ୍ରାତା। ଭାଇ, ସେ କଥା କହି ତୁ ମୋତେ ବିଷମ ସମସ୍ୟାରେ ପକାନା। ତୁ ମୋ ସାଙ୍ଗରେ ବନକୁ ଯାଇ କଣ ବା କରିବୁ? ସହୋଦର ଅନାଦର ଆଜି କାହିଁକି? ସହୋଦର ଅନାଦର ଆଜି କାହିଁକି? କେମନ୍ତେ ବଞ୍ଚିବି ଦିନ, କେମନ୍ତେ ବଞ୍ଚିବି ଦିନ, ତାହା ମୁଖ ଚାହିଁକି। ସହୋଦର ଅନାଦର ଆଜି କାହିଁକି? ଇଚ୍ଛାର ଐଶ୍ୱର୍ଯ୍ୟ ନୁହେଁ ମୋର ଯୋଗ୍ୟ, ଅଯୋଗ୍ୟ ମୁଁ ମଣେ କାହିଁକି? ଇଚ୍ଛାର ଐଶ୍ୱର୍ଯ୍ୟ ନୁହେଁ ମୋର ଯୋଗ୍ୟ, ଅଯୋଗ୍ୟ ମୁଁ ମଣେ କାହିଁକି? ଶ୍ରୀପଦ ପଙ୍କଜ ହେଉ ମୋତେ ଭୋଗ୍ୟ, ଶ୍ରୀପଦ ପଙ୍କଜ ହେଉ ମୋତେ ଭୋଗ୍ୟ, ସୌଭାଗ୍ୟମଣି ବିଦେହିକି। ସହୋଦର ଅନାଦର ଆଜି କାହିଁକି? ଭାଇରେ ଲକ୍ଷ୍ମଣ, ତୋରେ ଅବୁଝା ମନକୁ ମୁଁ ଯେ କେମିତି ବୁଝେଇବି ମୁଁ ନିଜେ ମଧ୍ୟ ଜାଣିପାରୁନି। ଅଗ୍ରଜ, ଆପଣଙ୍କ ଅନୁଗତକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। ଏ ସଂସାରର ଅନିତ୍ୟ ସମ୍ପଦରେ ମୋର ପ୍ରୟାସ ନାହିଁ। ମୋ ପାଇଁ ସର୍ବଶ୍ରେଷ୍ଠ ସମ୍ପଦ ଆପଣଙ୍କ ଚରଣ ଧୂଳି। ଭାଇ ମୋର ଲକ୍ଷ୍ମଣ, ତୋର ଇଚ୍ଛାରେ ମୁଁ ବାଧକ ହେଉନାହିଁ। ବନବାସ ବଡ଼ କଷ୍ଟଦାୟକ ବୋଲି ତୋତେ ବାରଣ କରୁଥିଲି। ବେଶ, ଯଦି ତୋର ଏ ଅଭିଳାଷ, ତେବେ ଚାଲ, ଆମେ ବି ଆସୁଛୁ ମାତା। ରାମ, ଲକ୍ଷ୍ମଣ, ହୃଦୟ ମୋର ଏପରି କମ୍ପିତ ହେଉଛି କାହିଁକି? ଆଜି ପ୍ରଭାତରୁ ପୂଜାର୍ଚ୍ଚନା କଲାବେଳେ ମନ ବାରମ୍ବାର ଅସ୍ଥିର ହୋଇଉଠିଲା କାହିଁକି? ଆର୍ଯ୍ୟପୁତ୍ରଙ୍କର ଆଜି ଅଭିଷେକର ଦିନ, କିନ୍ତୁ ପରିଚାରିକା କହିଗଲା ସେ ଏକାକୀ ଏଇ ଦିଗରେ ଆସୁଛନ୍ତି। ଆଜି ଦାଶରଥୀଙ୍କ ମସ୍ତକ ଉପରେ ଶ୍ଵେତ ରାଜଛତ୍ର ଶୋଭା ପାଇବାର କଥା। ଚାରଣମାନେ ମାଙ୍ଗଳିକ ସ୍ତୁତି ଗାନ କରୁନାହାନ୍ତି କାହିଁକି? ପ୍ରିୟ ସ୍ୱାମୀ, କଣ ହେଇଛି ସ୍ୱାମୀ? ଆଜି ଅଭିଷେକର ଦିନରେ ଆପଣ ଏପରି ଚିନ୍ତିତ ଦିଶୁଛନ୍ତି କାହିଁକି? ସୀତେ, ଆଜି ମୋର ଅଭିଷେକ ହେଉନାହିଁ। ତେବେ ଯାହା ମୁଁ ଆଶଙ୍କା କରୁଥିଲି ତାହା ସତ୍ୟ? ହଁ ହଁ ପ୍ରିୟ ଜନକ ନନ୍ଦିନୀ, ବିମାତା କୈକେୟୀ ପିତାଙ୍କୁ ସତ୍ୟ କରାଇ ତାଙ୍କ ପୁତ୍ର ଭରତ ନିମନ୍ତେ ରାଜ୍ୟାଧିକାର ପାଇଁ ମୋତେ 14 ବର୍ଷ ପର୍ଯ୍ୟନ୍ତ ନିର୍ବାସିତ କରିଛନ୍ତି। ମୁଁ ବର୍ତ୍ତମାନ ପିତୃସତ୍ୟ ପାଳନ କରିବା ପାଇଁ ବନଗାମୀ ହେବାକୁ ଯାଉଛି, ହେଲେ ତା ପୂର୍ବରୁ ତୁମକୁ ସାକ୍ଷାତ କରିବା ପାଇଁ ଆସିଛି। ପ୍ରଭୁ, ଭବିଷ୍ୟତବାଣୀ ସତ୍ୟ ପ୍ରମାଣିତ ହୋଇଛି। ମୁଁ ଛୋଟ ଥିଲାବେଳେ ଜଣେ ସାଧ୍ୱୀ ତପସ୍ୱିନୀ ମୋର ମାତାଙ୍କୁ କହିଥିଲେ ମୋର ବନବାସର ଯୋଗ ଅଛି। ତେଣୁ ଏ ସମ୍ବାଦରେ ମୁଁ ଆଦୌ ଆଶ୍ଚର୍ଯ୍ୟ ହେଉନାହିଁ।
ବରଂ ବନବାସ ପାଇଁ ମୁଁ ସବୁବେଳେ ପ୍ରସ୍ତୁତ ହୋଇ ରହିଛି। ନା ନା ପ୍ରିୟ, ତୁମେ କାହିଁକି ବନବାସରେ କଷ୍ଟ ଭୋଗିବ? ବରଂ ତୁମେ ଏଇଠାରେ ରହି ବ୍ରତ ଉପବାସ ପାଳନ କର। ପ୍ରତ୍ୟହ ପ୍ରତ୍ୟୁଷରୁ ଉଠି ପିତାମାତାଙ୍କର ପଦବନ୍ଦନା କର। ଭରତ ଆଉ ଶତ୍ରୁଘ୍ନ ମୋର ପ୍ରାଣଠାରୁ ପ୍ରିୟ। ତୁମେ ତାଙ୍କୁ ଭ୍ରାତା ଏବଂ ପୁତ୍ରତୁଲ୍ୟ ସ୍ନେହ କରିବ। ପ୍ରାଣନାଥ, ଏ କି କଥା କହୁଛ? ଅଧୀନା କଣ ସେ ପଦରାଜୀବ ଛାଡ଼ି ପ୍ରାଣ ଧରି ବଞ୍ଚିପାରିବ? ଦୟାମୟ ଆଜି ନିର୍ଦୟ କିମ୍ପାଇ ଅଧୀନା ହୃଦକାର ବିଦୀନ ଏଲାବନ ମୂର୍ତ୍ତି ବିନାଶିତା ସତୀ ବଞ୍ଚିବ କାମୁଖ ଚାହିଁ ଦିନ ଆରେ ଜୀବଧନ ତୁମେ ମନ ଦୁଃଖ କର ନାହିଁ ପ୍ରିୟ, ଏ ସମସ୍ତ ମୋ ଦୁର୍ଭାଗ୍ୟର କଥା। পঙ্কজিনী সতী তেজীবর বিকি সলীল কি মূর্ছি বঞ্চে মীনা প্রীতি তব সুধা পূর্ণ শ্রীমুখ ছবি কি দরশন পবিত্র নয়ন আহে জীবধন দুঃখিনী হৃদয় তট চন্দন। ପ୍ରିୟ ଜନକ ନନ୍ଦିନୀ, ତୁମେ ମୋ ସହିତ ବନବାସକୁ ଗଲେ ତୁମକୁ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିବ। ସ୍ୱାମୀ, ଆପଣ ଧର୍ମଜ୍ଞ। ଆପଣ କ'ଣ ଜାଣନ୍ତି ନାହିଁ ପତିର ଭାଗ୍ୟ ପତ୍ନୀ ଲାଭ କରେ ବୋଲି? ସ୍ତ୍ରୀ ସ୍ୱାମୀର ଛାୟା ସ୍ୱରୂପ। ସ୍ୱାମୀ ପ୍ରାସାଦ ଶିଖରରେ ରୁହନ୍ତୁ କିମ୍ବା ବିଜନ ଅରଣ୍ୟରେ ଗତି କରନ୍ତୁ, ସ୍ତ୍ରୀ ତାଙ୍କର ହିଁ ଅନୁସରଣ କରିବ। ତେଣୁ ଆପଣଙ୍କ ସହିତ ମୋର ବନକୁ ଯିବା ସୁନିଶ୍ଚିତ। ସୀତେ, ହଁ ପ୍ରଭୁ, ବାରଣ କରନ୍ତୁ ନାହିଁ। ପିତୃଗୃହରେ ମୁଁ ଯେପରି ସୁଖରେ ଥିଲି, ଆପଣଙ୍କ ସହିତ ବନବାସ କରି ମୁଁ ସେହିପରି ସୁଖରେ ରହିବି। ମୁଁ ବ୍ରହ୍ମଚାରୀ ବ୍ରତ ପାଳନ କରି ଆପଣଙ୍କ ସେବାରେ ରହି ଆନନ୍ଦରେ ଦିନ କାଟିବି। ମାତ୍ର ଆପଣଙ୍କ ବିନା ମୁହୂର୍ତ୍ତେ ମଧ୍ୟ ବଞ୍ଚିପାରିବିନି। ସତୀ ସୀତେ, জ্যোতি হেলে পতি নেবে ভিক্ষা পাত্রী সর্বদা সেবিবি শ্রীচরণ বালামণি ভাব না কর ভাব জীব পছে অধীন জীবন আহে জীবধন দুঃখিনী হৃদয় তট চন্দন। ବେଶ, ତୁମର ଯଦି ଏହା ହିଁ ଏକାନ୍ତ ଇଚ୍ଛା, ତେବେ ମୁଁ ବାଧା ଦେଉନାହିଁ। ବିଧିର ବିଧାନ ଏହା। ମୋ ସହିତ ଲକ୍ଷ୍ମଣ ଆଉ ତୁମେ ହେବ ବନଗାମୀ। ଆସ ପ୍ରିୟ, ପିତା ଓ ମାତାଙ୍କ ନିକଟକୁ ଯାଇ ସେମାନଙ୍କଠାରୁ ଅନୁମତି ନେଇ ଆସିବା। ଆସ ପ୍ରିୟ। ମାତା ମାତା କାହିଁ ଗଲେ ମାତା? କିଏ ସୌମିତ୍ରୀ? କି ସମ୍ବାଦ ପୁତ୍ର? ଏତେ ଉଦ୍ବିଗ୍ନ ଜଣାପଡ଼ୁଛୁ କାହିଁକି? ଆପଣ ରାମଚନ୍ଦ୍ର ବନଗମନ କରିବାର ସମ୍ବାଦ ପାଇଛନ୍ତି? ପାଇଛି ପୁତ୍ର। ପାଇଛନ୍ତି? ତଥାପି ଆପଣ ଏପରି ଶାନ୍ତ ଅବିଚଳିତ ଜଣାପଡ଼ୁଛନ୍ତି। ପୁରୁଷୋତ୍ତମର ଇଚ୍ଛା ପୁରୁଷୋତ୍ତମ ହିଁ ଜାଣେ। ମୁଁ ବିଚଳିତ ହେଲେ କେତେ ନ ହେଲେ କେତେ। ମାତା, ଆପଣ ଭାଇଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଆନ୍ତି, ତଥାପି ଆପଣଙ୍କ ମନରେ ତିଳେ ମାତ୍ର ଦୁଃଖ ନାହିଁ। ମନ ତଳର ଦୁଃଖ ସବୁବେଳେ ଆଖିରେ ଦେଖି ହୁଏନି ପୁତ୍ର। କିଛି ଦୁଃଖକୁ ଗୋପନ ରଖିବାକୁ ହୁଏ ଭବିଷ୍ୟତର ମଙ୍ଗଳ ପାଇଁ। କିନ୍ତୁ ପୁତ୍ର,
ତୋର ବିବ୍ରତ ହେବାର କାରଣ ଏତିକି ମାତ୍ର ନୁହେଁ। ମତେ ଆଉ କିଛି କହିବାକୁ ଚାହୁଁଥିଲୁ ବୋଧହୁଏ। ନିଜ ମନର ଦୁଃଖକୁ ଗୋପନ ରଖିପାରୁଛନ୍ତି ଅଥଚ ଅନ୍ୟମାନଙ୍କ ମନ କଥା ଏତେ ସହଜରେ ଜାଣିପାରୁଛନ୍ତି କିପରି ମାତା? ସେ ଅନ୍ୟ ଜଣକ ଆଉ କେହି ନୁହେଁ, ସେ ତ ମୋର ପୁତ୍ର। ପୁତ୍ରର ମନ କଥା ମା ଜାଣିବ ନାହିଁ ତ ଆଉ କିଏ ଜାଣିବ? କହ ପୁତ୍ର, କଣ କହିବାକୁ ଚାହୁଁଛୁ? ମା, ଭାଇଙ୍କ ସାଙ୍ଗରେ ବନକୁ ଯିବା ପାଇଁ ମୁଁ ସ୍ଥିର କରିଛି। ଏଥିରେ ଆପଣ ମନ ଦୁଃଖ କରିବେ ନାହିଁ ତ? ନା, ବରଂ ହସି ହସି ତତେ ବନକୁ ଯିବା ପାଇଁ ଅନୁମତି ଦେବି। ମା, ତୋର ଏ ନିଷ୍ପତ୍ତି ବିଷୟରେ ଶୁଣି ମୋ ଛାତି ଗର୍ବରେ ପୂରି ଉଠୁଛି ସୌମିତ୍ରୀ। ମୋର ମାତୃଜୀବନ ଆଜି ସାର୍ଥକ ହୋଇଛି ତୋ ଭଳି ପୁତ୍ର ଲାଭ କରି। ଆପଣ ସତ କହୁଛନ୍ତି ମାତା? ହଁ ପୁତ୍ର, ତୋର ଏ ନିଷ୍ପତ୍ତି ମୋ ମନର ବୋଝ ଓହ୍ଲେଇ ଦେଇଛି। ଏକାକୀ ରାମ ବନରେ ଏତେ ବର୍ଷ କିପରି ଅତିବାହିତ କରିବ ସେଥିପାଇଁ ମୁଁ ଚିନ୍ତିତ ଥିଲି। ସେ ଚିନ୍ତା ତୁ ମୋର ଦୂର କରିଦେଲୁ। ବାବୁରେ, ଈଶ୍ୱର ତାଙ୍କ କାର୍ଯ୍ୟ କରେଇ ନେବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ହିଁ ବାଛିଥାନ୍ତି। ତୁ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜକୁ ଯୋଗ୍ୟ ପ୍ରମାଣିତ କରିଛୁ। ଏ ସମ୍ବାଦରେ ତୋ ମା ଠାରୁ ଖୁସି ଆଉ ଅଧିକ କିଏ ହବ? ଆପଣଙ୍କ ପରି ମାତାଙ୍କ ଗର୍ଭରୁ ଜନ୍ମ ଲାଭ କରି ମୋ ଜୀବନ ଧନ୍ୟ ହୋଇଛି ମାତା। ବାବୁରେ, ରାମଚନ୍ଦ୍ର ସାଧାରଣ ମଣିଷ ନୁହନ୍ତି, ସେ ପୁରୁଷୋତ୍ତମ। ଆହାର ନିଦ୍ରା ତ୍ୟାଗ କରି ତୁ ସର୍ବଦା ତାଙ୍କର ସେବା କରୁଥିବୁ। ଆପଣଙ୍କ ଆଜ୍ଞାକୁ ଅକ୍ଷରେ ଅକ୍ଷରେ ପାଳନ କରିବି ମାତା। ଶୁଣ ପୁତ୍ର, ରାମଚନ୍ଦ୍ରଙ୍କୁ ଦଶରଥ, ସୀତାଙ୍କୁ ତୋର ମାତା ଏବଂ ବନଭୂମିକୁ ଅଯୋଧ୍ୟା ମନେକରି ସେମାନଙ୍କୁ ଜଗି ରହିବୁ। ଦେବୀ ସୁମିତ୍ରାଙ୍କ ଉପଦେଶରୁ ତୁଳେ ମାତ୍ର ବିଚ୍ୟୁତ ହେବ ନାହିଁ ଏ ସୁମିତ୍ରା ନନ୍ଦନ। ଆଶୀର୍ବାଦ କର ମାତା। ଆଜି ସମସ୍ତଙ୍କ ମୁହଁରେ ମୋର ନିନ୍ଦା। ସାରା ଅଯୋଧ୍ୟା ମୋତେ ଧିକ୍କାର କରୁଛି। ତେବେ ମୁଁ କଣ ଭୁଲ କଲି? କଇକି, କଣ ଭାବୁଛୁ ତୁ? କିଏ ତୁ? ମତେ ଚିହ୍ନି ପାରୁନୁ? ମୁଁ ତୋର ବିବେକ। କଣ କହିବାକୁ ଚାହୁଁ ତୁ? କାହିଁକି ପୁତ୍ର ସ୍ନେହରେ ଅନ୍ଧ ହେଲୁ? କାହିଁକି ତୋ ପରି ଉଚ୍ଚମନା ବିଦୁଷୀ ନାରୀ ଏପରି ନିଜ ଚିନ୍ତା କଲା କାହିଁକି? ମୁଁ ଯାହା କରିଛି ମୋ ପୁଅର ମଙ୍ଗଳ ପାଇଁ। ମା ତା ପୁଅର ଚିନ୍ତା କରିବାରେ ଭୁଲ ରହିଲା କେଉଁଠି? କିନ୍ତୁ ଗୋଟିଏ ପୁଅ କଥା ଚିନ୍ତା କଲୁ, ଅନ୍ୟ ପୁଅମାନଙ୍କ କଥା ଚିନ୍ତା କଲୁନି ତ? ରାମ ପରା କୌଶଲ୍ୟାଙ୍କୁ ଯେତିକି ଭଲ ପାଏ ତାଠାରୁ ବେଶୀ ତତେ ଭଲ ପାଏ। ତୁ ଏମିତି ତା ପ୍ରତି ନିର୍ଦ୍ଦୟ ହେଲୁ କେମିତି? ତା ନ ହେଇଥିଲେ ଭରତ ମୋର ଚିରଦିନ ରାଜଗାଦିରୁ ବଞ୍ଚିତ ହୋଇଥାନ୍ତା। ଯେତେ ହେଲେ ବି ରାମ ମୋର ସପତ୍ନୀର ପୁତ୍ର, ଆଉ ଭରତ ମୋ ନିଜର। କିନ୍ତୁ ଭରତ ଯଦି ତତେ ନିଜର ବୋଲି ସ୍ୱୀକାର ନ କରେ? କଣ କହିଲୁ? ଭରତ ଯଦି ତୋର ଅଭିଳାଷକୁ ପୂର୍ଣ୍ଣ କରିବାର ସୁଯୋଗ ନ ଦିଏ? ଭରତ ମୋ କଥାକୁ ଗ୍ରହଣ କରିବନି କାହିଁକି? ଦେଖିଲୁ ତ ରାମ ବନକୁ ଯିବା କଥା ଶୁଣି ଲକ୍ଷ୍ମଣ କେମିତି ତା ପଛେ ପଛେ ବାହାରି ପଡ଼ିଲା। ଲକ୍ଷ୍ମଣ ପରି ଭରତ ଶତ୍ରୁଘ୍ନ ବି ରାମକୁ ପ୍ରାଣଠାରୁ ବେଶୀ ଭଲ ପାଆନ୍ତି। ମାମୁଁ ଘରୁ ଫେରିବା ପରେ ଭରତ ଯଦି ଲକ୍ଷ୍ମଣ ପରି ବନକୁ ବାହାରିଲା, କଣ ହେବ ତୋ ମାଗିଥିବା ବରର ପରିଣାମ? କଣ ହେବ ତୋ ଅଭିଳାଷ ଆଉ ସ୍ୱାର୍ଥର ପ୍ରତିଫଳନ? କଣ ହେବ? ନା, ତୁ ସେମିତି କହନା, ତାହେଲେ ମୁଁ ସହିପାରିବିନି। ନା ନା ନା। ମା, କିଏ? ରାମ? ହଁ ମା, ଏଇ ଦେଖ, ଏ ବନଚାରୀ ବେଶ ମତେ ଖୁବ ମାନୁଛି ନୁହେଁ? ତୁ ବନକୁ ନ ଯାଇ ଏଠିକି କଣ ପାଇଁ ଆସିଲୁ? ତୁମର ଆଶୀର୍ବାଦ ନେବା ପାଇଁ, ଯେପରି ନିର୍ବିଘ୍ନରେ 14 ବର୍ଷ ବନବାସ ମୋର ବିତିଯାଉ। କଣ ମତେ ପରିହାସ କରିବାକୁ ଆସିଛୁ? ଛି, ସେମିତି କୁହ ନାହିଁ ମା। ମମତାମୟୀ ଜନନୀକୁ ପୁତ୍ର କଣ କେବେ ପରିହାସ କରିପାରେ? ନା, ମୁଁ ତୋର ମଙ୍ଗଳାକାଂକ୍ଷୀ ନୁହେଁ। ମୁଁ ହିଁ ତ ତତେ ରାଜଗାଦିରୁ ବଞ୍ଚିତ କରି ତତେ ବନକୁ ନିର୍ବାସିତ କରିବାର ବ୍ୟବସ୍ଥା କରିଛି। ତା ଦ୍ୱାରା ତମେ କେବଳ ମୋର ନୁହେଁ, ସାରା ଜଗତର ମଙ୍ଗଳ କରିଛ। ମୁଁ ବନକୁ ନଗଲେ
ଅସୁରମାନଙ୍କର ନିଧନ ହେବ କିପରି? ଜଗତରେ ଶାନ୍ତି ଫେରିବ କିପରି? ରାମ ତମେ ତ ଭଲ ଭାବରେ ଜାଣ ମା, କେଉଁଥିପାଇଁ ମୋର ଜନ୍ମ। ମୋର ଜନ୍ମ ପଛରେ ଥିବା ଉଦ୍ଦେଶ୍ୟକୁ ସଫଳ କରିବାରେ ତୁମେ ହିଁ ସହାୟକ ହେଇଛ। ସେଇଥିପାଇଁ ମୁଁ ସବୁ ଯୁଗରେ ତୁମ ପାଖରେ କୃତଜ୍ଞ ରହିବି ମା। ରଘୁନାଥ ରଘୁନାଥ ମତେ ମତେ ଦୁର୍ବଳ କରିବାକୁ ଚେଷ୍ଟା କର ନା। ମତେ ମତେ କେବଳ ଭରତର ମା ହିଁ ରହିବାକୁ ଦିଅ। ମା, ଆଉ କିଏ ଜାଣୁ ବା ନ ଜାଣୁ, ମୁଁ କିନ୍ତୁ ଭଲ ରୂପେ ଜାଣେ ତମ ହୃଦୟରେ ପବିତ୍ର ମନ୍ଦାକିନୀ ଏବେ ବି ପ୍ରବାହିତ। ଦଶରଥୀ ମା, ମୋ ପାଇଁ ତୁମକୁ ନିନ୍ଦିତ ହେବାକୁ ପଡ଼ିଛି ନା? ସମସ୍ତଙ୍କ ମୁଖରେ ତୁମର ନିନ୍ଦା, ସାରା ଅଯୋଧ୍ୟାବାସୀଙ୍କ ନିନ୍ଦାକୁ ତୁମେ ନିଜ ହୃଦୟରେ ଗୋପନରେ ସହ୍ୟ କରି ଚାଲିଛ। କାହିଁକି ଜାଣ ମା, କେବଳ ତୁମେ ହିଁ ଏହାକୁ ସହ୍ୟ କରିପାରିବ, ତୁମ ବ୍ୟତୀତ ଆଉ କେହି ନୁହେଁ। ହଁ, କେବଳ ନିନ୍ଦା ଅପବାଦକୁ ସହିବା ପାଇଁ ମୁଁ ଏଠି ପଥର ଭଳି ପଡ଼ି ରହିଛି। ମୁଁ ଯେଉଁ କର୍ମ କରିଛି ତାର ପ୍ରାୟଶ୍ଚିତ ନାହିଁ। ଥାଉ ମା, ଅଧୈର୍ଯ୍ୟ ହୁଅ ନାହିଁ। ଏସବୁ ବିଧାତାର ନିର୍ଦ୍ଦେଶ। ବିଦାୟ ଘିଣୁଛି ମା, ଆଶୀର୍ବାଦ କର। ମୋର ନରଦେହରେ ଜନ୍ମ ନେବାର ଉଦ୍ଦେଶ୍ୟ ସାର୍ଥକ ହେଉ। ପ୍ରଣାମ ମାତା, ପ୍ରଣାମ। ଦେଖୁଛ ମନ୍ତ୍ରୀ ବର, ସେଉ ରାମ ଯିବା ବେଳେ ତା ପଛରେ ବିଶାଳ ଚତୁରଙ୍ଗ ସେନା ଯାତ୍ରା କରୁଥିଲା। ଆଜି ସେ ଏକାକୀ ଯିବ ବନକୁ। ଆଉ ସେ ଦୃଶ୍ୟ ଦେଖିବା ପାଇଁ ଅସହାୟ ଅବସ୍ଥାରେ ଅପେକ୍ଷା କରିଛି ଏହି ବୃଦ୍ଧ ଦଶରଥ। ଅଧୀର ହୁଅନ୍ତୁ ନାହିଁ ମହାରାଜ, ସବୁ ଭାଗ୍ୟର ବିଡ଼ମ୍ବନା, ବିଧିର ବିଧାନ। ବିଧିର ବିଧାନ ନୁହେଁ ମନ୍ତ୍ରୀ, ବିଧିର ବିଧାନ ନୁହେଁ, ସବୁ ମୋର କୃତ କର୍ମର ଫଳ। ସତ୍ୟ ପାଇ ବଚନବଦ୍ଧ ରାଜା ଦଶରଥର ପ୍ରତିଜ୍ଞା ଅନଳରେ ଝାସ ଦେଉଛି ତାର ନିରପରାଧ ପୁତ୍ର ରାମଚନ୍ଦ୍ର। ସମଗ୍ର ଅଯୋଧ୍ୟାବାସୀ କୈକେୟୀଙ୍କର ନିନ୍ଦାଗାନ କରି ଚାଲିଛନ୍ତି। ସମସ୍ତେ ଶୋକାକୁଳ। କଣ ସେମାନେ କହୁଛନ୍ତି ସୁମନ୍ତ? ସେମାନେ ମୋ ନିନ୍ଦା କରୁନାହାନ୍ତି ତ? କ୍ଷମା କରିବେ ମହାରାଜ, ସେମାନେ କହୁଛନ୍ତି ବୋଧହୁଏ ମହାରାଜାଙ୍କର ମତି ବିଭ୍ରମ ଘଟିଛି। ତାହା ନ ହୋଇଥିଲେ ସମସ୍ତ ଗୁଣରେ ଭୂଷିତ ଅତୁଳନୀୟ ରାଘବଙ୍କୁ ସେ ବନବାସ ଦଣ୍ଡ ଦେଇନଥାନ୍ତି। ଠିକ କହୁଛନ୍ତି ସେମାନେ ମୋତେ ଅଭିଶାପ ଦିଅନ୍ତୁ। ତାଙ୍କ ଅଭିଶାପ ହିଁ ମୋ ପାଇଁ ଯୋଗ୍ୟ ପୁରସ୍କାର। ମହାରାଜ, ଆଉ କଣ କୁହାକୁହି ହେଉଛନ୍ତି ଅଯୋଧ୍ୟାବାସୀ? କୁହ ସୁମନ୍ତ, ଆଉ କଣ କୁହାକୁହି ହେଉଛନ୍ତି? ସେମାନେ ନିଜ ନିଜର ଗୃହ, ଧନ ସମ୍ପତ୍ତି, ହସ୍ୟକ୍ଷେତ୍ର ସମସ୍ତ ତ୍ୟାଗ କରି ରାମଙ୍କ ପଥର ଅନୁଗାମୀ ହେବା ପାଇଁ ପ୍ରସ୍ତୁତ। ଅସହାୟ, ବଡ଼ ଅସହାୟ ହେଇ ପଡ଼ିଛି ମୁଁ। ମହାରାଜ, ମନ୍ତ୍ରୀ, ତମେ ଯାଇ ଅଯୋଧ୍ୟାବାସୀକୁ ଆଶ୍ୱାସନା ଦିଅ, ନହେଲେ ସେମାନେ ସବୁ ଦୁଃଖରେ ମ୍ରିୟମାଣ ହେଇ ପଡ଼ିବେ। ଯଥାଜ୍ଞା ମହାରାଜ। ଯାଅ ମନ୍ତ୍ରୀ, ଯାଅ। ପ୍ରଣାମ ମହାରାଜ। ରାମ, ହୃଦୟର ସଂଖାଳି ମୋର ରାମ। ଆପଣ ମୋତେ ଶୁଭ ଦୃଷ୍ଟିରେ ଦେଖନ୍ତୁ। ମୁଁ ବର୍ତ୍ତମାନ ଦଣ୍ଡକାରଣ୍ୟ ଯାତ୍ରା କରିବି। ନା ପୁତ୍ର, ନା, ମୁଁ କୈକେୟୀକି ପରିଧାନ କରି ମୋହଗ୍ରସ୍ତ ହେଇଛି। ତୁ ମୋତେ ଅବଜ୍ଞା କରି ଏ ସିଂହାସନରେ ବସ ପୁତ୍ର, ଏ ସିଂହାସନରେ ବସ। ମହାରାଜ, ଆପଣ 1000 ବର୍ଷ ରାଜତ୍ୱ କରନ୍ତୁ। ମୁଁ ବନବାସ ଯିବାକୁ ପ୍ରସ୍ତୁତ ଅଛି, ହେଲେ ଆପଣଙ୍କୁ ଅସତ୍ୟବାଦୀ ହେବାକୁ ମୁଁ ଦେବିନି।
শ্রেয় লাভ শ্রী পৃথ্বী পাই তবে বনକୁ যাও ନିର୍ବିଘ୍ନ ଆଉ ନିର୍ବିକାର ଭାବରେ ଯାତ୍ରା କର ତୁମର ପଥ ହେଉ ମଙ୍ଗଳମୟ। କିନ୍ତୁ ପୁତ୍ର ଆଜି ରାତିକ ରହିଯାଅ, କାଲି ସକାଳୁ ଚାଲିଯିବ। ଅନ୍ତତଃ ଗୋଟିଏ ଦିନ ତ ମୁଁ ତମ ସହିତ ରହିପାରିବି। ପିତା ଆପଣ ଶୋକ କରନ୍ତୁ ନାହିଁ, ମୋତେ ବର୍ତ୍ତମାନ ଯିବା ପାଇଁ ଅନୁମତି ଦିଅନ୍ତୁ। ମୁଁ ଆଜି ଯିବା ଦ୍ୱାରା ଯେଉଁ ସଦ୍ଗୁଣ ଅର୍ଜନ କରିବି କାଲି ଗଲେ ତାହା ମିଳିବ ନାହିଁ। ଆଜି ହିଁ ବନଯାତ୍ରା କରିବା ପାଇଁ ବିମାତା କୈକେୟୀଙ୍କ ନିକଟରେ ମୁଁ ବଚନବଦ୍ଧ। ପୁତ୍ର ରାମଚନ୍ଦ୍ର, ଏ କି ବେଶ ତୋର? ମା ଆଜି ଯିଏ ରାଜ ସିଂହାସନରେ ବସିଥାନ୍ତା ତାର ଏ ବନଚାରୀ ବେଶ ଦେଖିବା ପାଇଁ ମୋ ଅଭାଗିନୀ ବଞ୍ଚିଛି କାହିଁକି? ଅପା, ଯାହା ଭବିତବ୍ୟ ତାକୁ କ'ଣ କେହି ଟାଳି ଦେଇପାରିବ? ରାମଚନ୍ଦ୍ର ପରି ପୁତ୍ର ପାଇଁ ତୁମେ ଚିନ୍ତା କରନି, ବରଂ ପୁତ୍ରକୁ ତାର କର୍ତ୍ତବ୍ୟ ପାଳନ କରିବାକୁ ସୁଯୋଗ ଦିଅ। ସୁମିତ୍ରା, ଯେତେ ବୁଝେଇଲେ ବି ଏ ମନ ଜମା ବୁଝୁନି। এই দেখ, ସୁକୁମାରୀ ପୁତ୍ର ବଧୂ ମୋର, ତାକୁ ପୁଣି ଏ ବନଚାରୀ ବୈରାଗୀ ବେଶରେ ଦେଖିବା ପାଇଁ ବିଧାତା ମୋ କପାଳରେ ଲେଖିଥିଲା। ମା, ପତିଙ୍କୁ ଅନୁସରଣ କରିବା ପତ୍ନୀର ପରମ ଧର୍ମ। ସେହି କର୍ତ୍ତବ୍ୟ ପାଳନ କରିବାକୁ ମୋତେ ସୁଯୋଗ ଦିଅନ୍ତୁ। ମା ଜାନକୀ, ତୁ ଯଦି ମୋ ପାଖରେ ଥାଆନ୍ତୁ ତାହେଲେ ପୁତ୍ର ବିଚ୍ଛେଦର ସବୁ ଦୁଃଖ କଷ୍ଟକୁ ମୁଁ ଭୁଲି ଯାଇଥାନ୍ତି। କିନ୍ତୁ ତୁ ଯା ମା, ତୋ ଇଚ୍ଛାରେ ମୁଁ ଜମା ବାଧା ଦେବିନି। ତୁ 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 ଯା। ଧୈର୍ଯ୍ୟ ଧର ମାତା, ଆଶୀର୍ବାଦ କରନ୍ତୁ ଆମେ ଯେପରି ନିର୍ବିଘ୍ନରେ ବନବାସ ସାରି ଫେରି ଆସୁ। ପିତା, ଆମକୁ ଏବେ ଯିବାକୁ ଦିଅନ୍ତୁ। ରେ ରତନ ଚାଲିଯିବ, ମୋତେ ଛାଡ଼ି ଚାଲିଯିବ। କାହିଁ ଛାଡ଼ି ଯିବୁ ଧନ ମୋରଙ୍କର ତନରେ, ଏ ଅଯୋଧ୍ୟା ପୁରୀ ଆଜି ଠାରୁ ହେଲା ଶୂନ୍ୟରେ। ଗିରି ଗୁହାଲ ତାରଣ୍ୟ ନଦୀ ସରୋବରରେ, କେମନ୍ତେ ଭ୍ରମିବୁ ବାପ କାହା ସଙ୍ଗ ତରରେ। ପିତା, ଆପଣ ଚିନ୍ତା କରନ୍ତୁ ନାହିଁ। ଲକ୍ଷ୍ମଣ ଆଉ ସୀତା ଅଳି କରିବାରୁ ମୁଁ ତାଙ୍କୁ ସାଙ୍ଗରେ ନେଇଯାଉଛି। ଅଭାଗା ମୁହୀନ କର୍ମା ହେଲି ତୁମ୍ଭ ଦ୍ରୋହୀରେ, ଶୂନ୍ୟ କରି ଗଲୁ କଳ ବାଳକୃଷ୍ଣ କହିରେ। ଆପଣ କାନ୍ଦନ୍ତୁ ନାହିଁ ପିତା, ଧୈର୍ଯ୍ୟ ଧରନ୍ତୁ। ଯା ପୁତ୍ର, ଯା ଯା ମା ଜାନକୀ, ଯାଓରେ ଲକ୍ଷ୍ମଣ। ସତ୍ୟ ଲାଗି ଦଶରଥ ଦେଉଛି ବିଦାୟ ଭଗ୍ନ ହୃଦୟରେ। ସାକ୍ଷୀ ଥାଅ ଦଶ ଦିଗପାଳ, ସାକ୍ଷୀ ଥାଅ ଦେବତା ସକଳ, ପିତୃ ସତ୍ୟ ପାଳିବାକୁ ପୁତ୍ର ମୋର ଯାଉଅଛି ବନବାସ, ଯାଉଅଛି ବନବାସ, ଯାଉଅଛି ବନବାସ।